ଆମେ ବର୍ତ୍ତମାନ ଯେଉଁ ସଂକୀର୍ତ୍ତନ କରିଛୁ ତାହା ଦିବ୍ୟ ଶବ୍ଦର କମ୍ପନ ଅଟେ। ଏହା ଆମ ମନର ପୃଷ୍ଠରେ ଜମା ହୋଇଥିବା ଧୂଳିକୁ ସଫା କରିବାରେ ସାହାଯ୍ୟ କରିବ। ସମଗ୍ର କଥା ହେଉଛି ଭୁଲ ବୁଝାମଣା। ଆମେ ଶୁଦ୍ଧ ଆତ୍ମା, ଶୁଦ୍ଧ ଚେତନା ଭାବରେ ସ୍ୱାଭାବିକ ଭାବରେ ଭୌତିକ ପ୍ରଦୂଷଣରୁ ଦୂରରେ ଅଛୁ। କିନ୍ତୁ ଏହି ଭୌତିକ ବାତାବରଣ ସହିତ ଆମର ଦୀର୍ଘ ସମ୍ପର୍କ ଯୋଗୁଁ ଆମେ ମନ ଉପରେ ଧୂଳିର ଏକ ବଡ଼ ଘନ ସ୍ତର ଜମା କରିଛୁ। ତେଣୁ ଧୂଳି ସଫା ହେବା ମାତ୍ରେ ଆମେ ନିଜକୁ ଦେଖିପାରିବା ଯେ ଆମେ କ'ଣ ଅଟୁ। ତେଣୁ ଗତ କିଛି ଦିନ ଧରି ଆମର, ମୋର, ତୁମର ଆତ୍ମା, ଶୁଦ୍ଧ ଆତ୍ମାର ସାମ୍ବିଧାନିକ ସ୍ଥିତି ଉପରେ ଆଲୋଚନା କରୁଛୁ। ବର୍ତ୍ତମାନ ଆମେ ଆଲୋଚନା କରିଛୁ ଯେ ଏହି ଶୁଦ୍ଧ ଆତ୍ମା ଭୌତିକ ଶରୀରଠାରୁ ଭିନ୍ନ ଅଟେ ଏବଂ ଆମେ ଚେତନାର ଉପସ୍ଥିତି ଦ୍ୱାରା ଆତ୍ମାର ଏହି ଗଠନକୁ ବୁଝିପାରିବା। ତେଣୁ ପ୍ରଭୁ କୁହନ୍ତି, କୃଷ୍ଣ କୁହନ୍ତି, ଅବିନାଶୀ ତୁ ତଦ୍ ବିଧି ଯେନ ସର୍ବମ୍ ଇଦମ୍ ତତମ୍। ତୁମେ ବୁଝିପାରିବ ଯେ ତୁମେ କ'ଣ ଅଟ। ତୁମେ ତୁମର ସମଗ୍ର ଶରୀରରେ ଉପସ୍ଥିତ। ତୁମେ ତୁମର ସମଗ୍ର ଶରୀରରେ ଉପସ୍ଥିତ ଅଛ। ତେଣୁ ତୁମେ ତୁମର ଶରୀରକୁ ଚିମୁଟି ଦେଲେ ତୁମେ କିଛି ଯନ୍ତ୍ରଣା ଅନୁଭବ କରିବ। ଶରୀରର ଏହି ଅଂଶ ହଉ କିମ୍ବା ଶରୀରର ସେହି ଅଂଶ ହଉ, ଏବଂ ଶରୀରରୁ ଚେତନା ହଟାଇ ନେବା ମାତ୍ରେ ଏହି ଯନ୍ତ୍ରଣା ଅନୁଭବ ବନ୍ଦ ହୋଇଯିବ। ମୃତ ଶରୀର ଯେଉଁଠାରେ କୌଣସି ଚେତନା ନାହିଁ, ମୃତ ଶରୀର ଅନୁଭବ କରେ ନାହିଁ ଯେ ତାକୁ କୌଣସି ଛୁରୀ ଦ୍ୱାରା କାଟି ଦିଆଯାଇଛି, କାରଣ ଚେତନା ଚାଲିଯାଇଛି। ତେଣୁ ଏହା ବୁଝିବା ବହୁତ କଷ୍ଟକର ନୁହେଁ ଯେ ମୁଁ ଚେତନା ଅଟେ, ମୁଁ ଏହି ଭୌତିକ ଶରୀର ନୁହେଁ। ଆମେ ଏହି ସମସ୍ତ ବିଷୟ ଉପରେ ଆଲୋଚନା କରିଛୁ। ବର୍ତ୍ତମାନ ଶାସ୍ତ୍ରଗୁଡ଼ିକ ସମ୍ପର୍କରେ କହିବାକୁ ଗଲେ ସଭ୍ୟ ସମାଜରେ ସାରା ବିଶ୍ୱରେ ବିଭିନ୍ନ ଶାସ୍ତ୍ର ଅଛି, କିନ୍ତୁ ଭଗବଦ୍ ଗୀତାରେ ପ୍ରଭୁ କହିଛନ୍ତି ଯେ ସମସ୍ତ ଶାସ୍ତ୍ରର ସାର ହେଉଛି ମୋର ସାମ୍ବିଧାନିକ ସ୍ଥିତିକୁ ବୁଝିବା। ବାସ୍ ଏତିକି। ସମସ୍ତ ରୀତିନୀତି, ଆମେ ରୀତିନୀତି କିମ୍ବା ସୂତ୍ରରେ ଲାଗି ରହିବା ଉଚିତ ନୁହଁ। ଅବଶ୍ୟ ପ୍ରାଥମିକ ପର୍ଯ୍ୟାୟରେ ଆମକୁ ଧାର୍ମିକ ଶାସ୍ତ୍ରର ସୂତ୍ରରେ ଲାଗି ରହିବା ଆବଶ୍ୟକ, କିନ୍ତୁ ଆମକୁ ଜାଣିବା ଉଚିତ ଯେ ସମଗ୍ର ଧାରଣା ମୋର ପ୍ରକୃତ ସ୍ଥିତିକୁ ବୁଝିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ସମସ୍ତ ଶାସ୍ତ୍ରର ସମ୍ପୂର୍ଣ୍ଣ ଧାରଣା ଅଟେ। ଭଗବଦ୍ ଗୀତାରେ ଏହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଯାବାନ୍ ଅର୍ଥ ଉଦପାନେ ତାବାନ୍ ସମ୍ପ୍ଲୁତୋଦକେ, ଯାବାନ୍ ଅର୍ଥ ଉଦପାନେ सर्वतो संप्लुतोदके, तावान् सर्वेषु वेदेषु
ବ୍ରାହ୍ମଣସ୍ୟ ବିଜାନତଃ ବ୍ରାହ୍ମଣସ୍ୟ ବିଜାନତଃ ଯିଏ ଆତ୍ମାର ଗଠନ ଜାଣେ ତାକୁ ବ୍ରାହ୍ମଣ କୁହାଯାଏ। କାରଣ ଆତ୍ମା ହେଉଛି ବ୍ରହ୍ମ, ଆତ୍ମା ପଦାର୍ଥ ନୁହେଁ। ତେଣୁ ଯିଏ ଆତ୍ମାର ଗଠନ ଜାଣେ ତାକୁ ବ୍ରାହ୍ମଣ କୁହାଯାଏ। ଆମେ ପୂର୍ବରୁ ଏହି ବିଷୟରେ ଆଲୋଚନା କରିଛୁ ଯେ ବ୍ରାହ୍ମଣର ଅର୍ଥ କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ କିମ୍ବା ନିର୍ଦ୍ଦିଷ୍ଟ ଦେଶରେ ଜନ୍ମଗ୍ରହଣ ନୁହେଁ। ଜଣେ ବ୍ରାହ୍ମଣର ଅର୍ଥ ହେଉଛି ଯେ ଆତ୍ମାର ସ୍ଥିତି କିମ୍ବା ଆତ୍ମାର ଗଠନ ବିଷୟରେ ଜାଣନ୍ତି, ସେ ହେଉଛନ୍ତି ବ୍ରାହ୍ମଣ। ଠିକ୍ ଯେପରି ଜଣେ ବ୍ୟକ୍ତି ଯେ ଚିକିତ୍ସା ବିଜ୍ଞାନ ସହିତ ପରିଚିତ, ତାଙ୍କୁ ଡାକ୍ତରୀ ପୁରୁଷ କିମ୍ବା ଡାକ୍ତର କୁହାଯାଏ। ସେ ଭାରତରେ କିମ୍ବା ଆମେରିକାରେ ଜନ୍ମଗ୍ରହଣ କରିଛନ୍ତି, କଳା କି ଧଳା ଅଟନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜଣେ ଡାକ୍ତରର ଯୋଗ୍ୟତା ରହିବା ଆବଶ୍ୟକ ଏବଂ ତାଙ୍କୁ ଡାକ୍ତର କୁହାଯାଏ। ସେହିପରି ଭଗବଦ ଗୀତା ମଧ୍ୟ ବ୍ରାହ୍ମଣ ସଂସ୍କୃତିକୁ ଗ୍ରହଣ କରନ୍ତି। ବ୍ରାହ୍ମଣ ସଂସ୍କୃତି ଅର୍ଥାତ୍ ସାମାଜିକ ସ୍ଥିତି ଯେଉଁଥିରେ ସମସ୍ତଙ୍କୁ ଆତ୍ମାର ସ୍ଥିତି ଏବଂ ସମ୍ବିଧାନକୁ ବୁଝିବା ପାଇଁ ସର୍ବୋଚ୍ଚ ପଦବୀକୁ ଉନ୍ନୀତ ହେବା ପାଇଁ ସାହାଯ୍ୟ କରାଯାଏ। ଏହା ମାନବ ସମାଜର ଲକ୍ଷ୍ୟ ହେବା ଉଚିତ। ମାନବ ସମାଜ ପଶୁ ସମାଜ ନୁହଁ। ପଶୁ ସମାଜ ଏବଂ ମାନବ ସମାଜ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ଜଣେ ମଣିଷ ସେ ଯିଏ ହେଇଥାଉ ନା କାହିଁ, ଯଦି ତାକୁ ଶିକ୍ଷା ଦିଆଯାଏ, ତାଲିମ ଦିଆଯାଏ, ଶିକ୍ଷିତ କରାଯାଏ, ସେ ତାର ପ୍ରକୃତ ସ୍ଥିତି ବୁଝିପାରିବ ଯେ ସେ ଏହି ଶରୀର ନୁହଁ, ବରଂ ସେ ଏକ ପବିତ୍ର ଚେତନା। ସେ ହେଉଛି ଆତ୍ମିକ ଆତ୍ମା। କିନ୍ତୁ ପଶୁ ସମାଜରେ ଜଣେ ବଡ଼ ପ୍ରାଣୀ ଯେତେ ବଡ଼ ହେଉ, ସେ ସିଂହ କିମ୍ବା ବାଘ କିମ୍ବା ହାତୀ କିମ୍ବା ଅନ୍ୟ କୌଣସି ବଡ଼ ପ୍ରାଣୀ ହେଉ, ତାକୁ ଆତ୍ମାର ଗଠନ ବିଷୟରେ ଶିକ୍ଷା ଦିଆଯାଇପାରିବ ନାହିଁ। ଯଦିଓ ତା ପାଖରେ ଆତ୍ମା ମଧ୍ୟ ଅଛି। ଏକ ନିମ୍ନ ପ୍ରାଣୀ, ତା ପାଖରେ ମଧ୍ୟ ଚେତନା ଅଛି, ତା ପାଖରେ ମଧ୍ୟ ଏକ ଆତ୍ମା ଅଛି। କିନ୍ତୁ ଦୁର୍ଭାଗ୍ୟବଶତଃ ତା ପାଖରେ ସେହି ସୁବିଧା, ଶାରୀରିକ ସୁବିଧା କିମ୍ବା ବିକଶିତ ବୁଦ୍ଧି ନାହିଁ, ଯାହାଦ୍ୱାରା ସେ ବୁଝିପାରିବ ଯେ ସେ କ'ଣ ଅଟେ। ତେଣୁ ଏହା ହେଉଛି ପଶୁ ଏବଂ ମଣିଷ ମଧ୍ୟରେ ପାର୍ଥକ୍ୟ। ତେଣୁ ମାନବ ସମାଜରେ ଯଦି ସେମାନେ ତାର ଆତ୍ମା କିମ୍ବା ଚେତନାର ଏହି ବାସ୍ତବିକ ସ୍ଥିତିକୁ ବୁଝିବାକୁ ଯତ୍ନ ନିଅନ୍ତି ନାହିଁ, ତେବେ ସେ ପଶୁଠାରୁ ଭଲ ନୁହେଁ। ହଁ, ଏହା ବୈଦିକ ସଂସ୍କରଣ ଅଟେ। ତେଣୁ ଆହାର ନିଦ୍ରା ଭୟ ମୈଥୁନଶ୍ଚ ସାମାନ୍ୟମ୍ ଏତତ୍ ପଶୁଭିର୍ନରାଣାମ୍ ଧର୍ମୋ हि तेषाम् अधिको विशेष ଧର୍ମେଣ ହୀନଃ ପଶୁଭିଃ ସମାନଃ। ଆହାର, ଆହାର ଅର୍ଥ ଖାଇବା, ନିଦ୍ରା ଅର୍ଥ ବିଶ୍ରାମ ଏବଂ ଭୟ ଅର୍ଥ ଭୟ କରିବା, ମୈଥୁନ ଅର୍ଥାତ୍ ଯୌନ ସମ୍ପର୍କ। ତେଣୁ ଏହି ଚାରୋଟି ଜିନିଷ ଜୀବନର ଚାରୋଟି ନୀତି ପ୍ରାଣୀ ରାଜ୍ୟ ଏବଂ ମାନବ ରାଜ୍ୟରେ ଅଛି। କିନ୍ତୁ ମାନବ ରାଜ୍ୟ, ମାନବ ଶରୀର ପ୍ରାଣୀ ଶରୀର ଠାରୁ ଏହି ଦୃଷ୍ଟିରୁ ଭିନ୍ନ ଯେ ମାନବ ସମାଜରେ ଧର୍ମ ଅଛି। ଧର୍ମ ସାଧାରଣତଃ ଆମେ ଧର୍ମ ଭାବରେ ବୁଝୁ ଏବଂ ଧର୍ମ ହେଉଛି ଆତ୍ମାର ଏକ ସଂସ୍କୃତି।
ଏହାକୁ ବିଭିନ୍ନ ଦେଶରେ ଭିନ୍ନ ଭାବରେ ବୁଝାଯାଇପାରେ, କିନ୍ତୁ ସମ୍ପୂର୍ଣ୍ଣ ଧାରଣା ହେଉଛି ଆତ୍ମାକୁ ବୁଝିବା। ତେଣୁ ଧର୍ମେନ ହୀନ ପଶୁଭି ସମାନଃ। ଯଦି ମାନବ ସମାଜ ଆତ୍ମା କିମ୍ବା ଚେତନାର ପ୍ରକୃତ ସ୍ଥିତି ବୁଝିବାକୁ ବହୁତ ଆଗ୍ରହୀ ନୁହେଁ, ତେବେ ସେ ପଶୁମାନଙ୍କ ଠାରୁ ଭଲ ନୁହେଁ। ଏହା ବୈଦିକର ସଂସ୍କରଣ ଏବଂ ପ୍ରକୃତରେ ଏହା ସେହିପରି। ଆମର ବିକଶିତ ଚେତନା ଆମର ବିକଶିତ ଜୀବନକୁ ମୁଁ କ'ଣ ବୁଝିବା ପାଇଁ ଏହି ମାନବ ଜୀବନରେ ବ୍ୟବହାର କରାଯିବା ଉଚିତ। ସମଗ୍ର ଅସୁବିଧା ହେଉଛି ମାନବ ସମାଜର ସମଗ୍ର ଅସୁବିଧା ହେଉଛି କାରଣ ସେମାନେ ତାଙ୍କ ନିଜର ସାମ୍ବିଧାନିକ ସ୍ଥିତିକୁ ଭୁଲି ଯାଇଛନ୍ତି। ତେଣୁ ପୂର୍ବ ସଭାଗୁଡ଼ିକରେ ଆମେ ଏହି ସମସ୍ତ ବିନ୍ଦୁଗୁଡ଼ିକ ଉପରେ ଆଲୋଚନା କରିସାରିଛୁ, କିନ୍ତୁ ଆଜି ଆମେ କିଛି ନୂତନ ବନ୍ଧୁ, ମହିଳା ଓ ସଜ୍ଜନ ପାଇଛୁ। ତେଣୁ ମୁଁ ଆପଣଙ୍କୁ ଶେଷ ବୈଠକର ଏକ ସାରାଂଶ ଦେଇଛି। ମୁଁ କହିବାକୁ ଚାହୁଁଛି, ଆଜି ଆମକୁ ବିଚାର କରିବାକୁ ପଡ଼ିବ ଯେ କେବଳ ତାତ୍ତ୍ୱିକ ଭାବରେ ଜାଣିବା ଯେ ମୁଁ ଚେତନା ତାହା କରିବ ନାହିଁ। କେବଳ ତାତ୍ତ୍ୱିକ ଜ୍ଞାନ, କାରଣ ଚେତନାର ସ୍ଥିତି ହେଉଛି କାର୍ଯ୍ୟକଳାପ। ବର୍ତ୍ତମାନ ମୋର ଶରୀର ସକ୍ରିୟ। ମୁଁ ତୁମ ସହିତ କଥା ହେଉଛି, ତୁମେ ମୋ କଥା ଶୁଣୁଛ। ଆମେ ସାମାଜିକ ଭାବରେ ବର୍ତ୍ତମାନ ସଂକୀର୍ତ୍ତନ ଜପ କରୁଥିଲୁ। କାହିଁକି? କାରଣ ଚେତନା ଉପସ୍ଥିତ ଅଛି। ଯଦି ତୁମ କିମ୍ବା ମୋ ମଧ୍ୟରେ କୌଣସି ଚେତନା ନଥାନ୍ତା, ତେବେ ମୁଁ ଜପ କରିପାରିନଥିଲି, ତୁମେ ଶୁଣିପାରିନଥାନ୍ତ, କିମ୍ବା ତୁମେ ଜପ କରିପାରିନଥାନ୍ତ, କିମ୍ବା ମୁଁ ଶୁଣିପାରିନଥାନ୍ତି। ତେଣୁ ଚେତନାର ସ୍ଥିତି ହେଉଛି କାର୍ଯ୍ୟକଳାପ। କାର୍ଯ୍ୟକଳାପ। ଦର୍ଶନ। ଦୁନିଆରେ ଅନେକ ଦର୍ଶନ ଅଛି, ବିଶେଷ କରି ଦର୍ଶନ ଯାହାକୁ ନାସ୍ତିକତା କୁହାଯାଏ। ସେମାନେ ଭାବନ୍ତି ଯେ ଚେତନା ଭୌତିକ ମିଶ୍ରଣ ଦ୍ୱାରା ଉତ୍ପନ୍ନ ହୁଏ ଏବଂ ଯେତେବେଳେ ଚେତନା ଚାଲିଯାଏ, ତାହାର ଅର୍ଥ ହେଉଛି ଭୌତିକ ରଚନା ସହ୍ୟ କରିପାରିବ ନାହିଁ କିମ୍ବା କିଛି ଉତ୍ପନ୍ନ କରିପାରିବ ନାହିଁ। ସେମାନଙ୍କର ଏହିପରି ଏକ ଭିନ୍ନ ତତ୍ତ୍ୱ ଅଛି। କିନ୍ତୁ ଏପର୍ଯ୍ୟନ୍ତ ଆମେ ଚିନ୍ତିତ ବୈଦିକ ସାହିତ୍ୟ କିମ୍ବା ଶ୍ରୀମଦ୍ ଭଗବଦ୍ ଗୀତା, ମୁଁ କହିବାକୁ ଚାହୁଁଛି, ଏହି ତତ୍ତ୍ୱକୁ ଗ୍ରହଣ କରନ୍ତୁ ନାହିଁ। ଚେତନା ଅନନ୍ତ। ଚେତନା ଅନନ୍ତ ଏବଂ ଚେତନା ଆତ୍ମାର ଲକ୍ଷଣ। ଆତ୍ମା ଅନନ୍ତ। ଯେତେବେଳେ ଆତ୍ମା ପଦାର୍ଥରେ ଆଶ୍ରୟ ନିଏ, ସେତେବେଳେ ପଦାର୍ଥ ବିକଶିତ ହୁଏ। ତାହା ନୁହେଁ ଯେ ପଦାର୍ଥର ସେହି ମିଶ୍ରଣ ତୁମେ ଆତ୍ମା ସୃଷ୍ଟି କରିପାରିବ। ତାହା ଅସମ୍ଭବ। ଯଦି ତାହା ସମ୍ଭବ ହୋଇଥାନ୍ତା, ତେବେ ଅନେକ ମହାନ ବୈଜ୍ଞାନିକ ଏବଂ ଅନେକ ବୈଜ୍ଞାନିକ ପ୍ରୟୋଗଶାଳା ଅଛନ୍ତି, ବିଶେଷ କରି ତୁମର ପାଶ୍ଚାତ୍ୟ ଦେଶଗୁଡ଼ିକରେ, ୟୁରୋପ ଏବଂ ଆମେରିକାରେ। କିନ୍ତୁ ସେହି ପରୀକ୍ଷାଗାରରେ, ବୈଜ୍ଞାନିକ ପ୍ରୟୋଗଶାଳାରେ ଗୋଟିଏ ବି ଜୀବ ସୃଷ୍ଟି କରିପାରିବେ ନାହିଁ। ତାହା ସମ୍ଭବ ନୁହଁ। ତୁମେ ମହାନ ଜଟିଳ ଯନ୍ତ୍ରପାତି ଉତ୍ପାଦନ କରିପାର, କିନ୍ତୁ ତୁମେ ମେସିନ୍ ଡ୍ରାଇଭର ସୃଷ୍ଟି କରିପାରିବ ନାହିଁ। ଏବଂ ମେସିନ୍ ଡ୍ରାଇଭର ବିନା ସମସ୍ତ ମେସିନ୍ ଅଦରକାରୀ ଅଟନ୍ତି। ସମସ୍ତ ମେସିନ୍ ଅଦରକାରୀ ଅଟନ୍ତି। ଗୋଟିଏ ପିଲା ରାସ୍ତାରେ ଦେଖି କହିପାରେ ଯେ, ଆହା, ଏକ ସୁନ୍ଦର ଯାନ ଏତେ ଦ୍ରୁତ ଗତିରେ କିପରି ଚାଲିଛି। ସେ ଆଶ୍ଚର୍ଯ୍ୟ ହୋଇଯାଏ ଯେ
କୌଣସି ଘୋଡ଼ା ବିନା ଏହି ଯାନ କିପରି ଚାଲିଛି? ମୁଁ କହିବାକୁ ଚାହୁଁଛି, ଯେଉଁମାନଙ୍କର କୌଣସି ଅଭିଜ୍ଞତା ନାହିଁ ଯେ ମେସିନ୍ କିପରି କାମ କରେ, ଠିକ୍ ଭାରତରେ ଯେପରି। ଅବଶ୍ୟ ମୁଁ ଏହି କାହାଣୀଟି ମୋର ପ୍ରଫେସରଙ୍କ ଠାରୁ ଶୁଣିଥିଲି ଯେତେବେଳେ ମୁଁ ମୋର ଆଇଏ ଶ୍ରେଣୀରେ ତର୍କର ଛାତ୍ର ଥିଲି, ଏବଂ ଏହି ଉଦାହରଣ ମୋର ପ୍ରଫେସର ଡକ୍ଟର ପୂର୍ଣ୍ଣଚନ୍ଦ୍ର ସେନ ଦେଇଥିଲେ। ମୁଁ ଏବେ ବି ମନେ ରଖିଛି ଯେ ଯେତେବେଳେ ହାଓଡ଼ାରୁ ବର୍ଦ୍ଧମାନ ପର୍ଯ୍ୟନ୍ତ ପ୍ରଥମ ରେଳପଥ ଆରମ୍ଭ ହୋଇଥିଲା, ପ୍ରାୟ 64 ମାଇଲ, ବ୍ରିଟିଶ ସମୟରେ, ପ୍ରାୟ 200 ବର୍ଷ ପୂର୍ବରୁ। ବର୍ତ୍ତମାନ ଲାଇନର ଉଭୟ ପାର୍ଶ୍ୱରେ ଥିବା ଚାଷୀମାନେ ଆଶ୍ଚର୍ଯ୍ୟର ସହିତ ରେଳ ଇଞ୍ଜିନକୁ ଯାଉଥିବାର ଦେଖୁଥିଲେ। ଓ ତେଣୁ କେହି ଜଣେ ଏହି କାହାଣୀ ଅନୁମାନର ଅଧ୍ୟାୟ ସହିତ ଜଡ଼ିତ ଥିଲେ। ତର୍କରେ ଅନୁମାନର ଏକ ଅଧ୍ୟାୟ ଅଛି। ତେଣୁ କେହି ଜଣେ ପରାମର୍ଶ ଦେଇଥିଲେ ଯେ ଇଞ୍ଜିନ ଭିତରେ ଘୋଡ଼ା ଥାଇପାରେ, ନଚେତ୍ ଏହା ଯାଇପାରିବ ନାହିଁ, କାରଣ ସେମାନଙ୍କର ଅଭିଜ୍ଞତା ଅଛି ଯେ ଘୋଡ଼ା ବିନା କିଛି ଟାଣି ହେବ ନାହିଁ। ଏହା ଘୋଡ଼ାହୀନ। ତେଣୁ ପରିକଳ୍ପନା ଥିଲା ଯେ ଇଞ୍ଜିନ ଭିତରେ ଘୋଡ଼ା ଥାଇପାରେ, ନଚେତ୍ ଏହା ଯାଇପାରିବ ନାହିଁ। ସେହିପରି ଯନ୍ତ୍ର ଯେତେ ଆଶ୍ଚର୍ଯ୍ୟଜନକ ହେଉ, ତେଣୁ ଯଦି ଘୋଡ଼ା ନୁହେଁ, ଅତି କମରେ ଯଦି କୌଣସି ଡ୍ରାଇଭର ନାହିଁ, ତେବେ ଏହା ଗତି କରିପାରିବ ନାହିଁ। ସମଗ୍ର ବିଶ୍ୱ ପଦାର୍ଥ ଏବଂ ଆତ୍ମାର ମିଶ୍ରଣ ଦ୍ୱାରା ଗତି କରୁଛି। ବାସ୍ ଏତିକି। ସମଗ୍ର ଭୌତିକ ଜଗତ ଯେପରି ମୋ ଶରୀର ମୋ ଆତ୍ମା ଭାବରେ ଉପସ୍ଥିତି ଯୋଗୁଁ ଗତି କରୁଛି, ସେହିପରି ଏହା ବୁଝିବା ବହୁତ ସହଜ। ସମଗ୍ର ବିଶ୍ୱ ପ୍ରକାଶନ ପରମ ଆତ୍ମାଙ୍କ ଉପସ୍ଥିତି ଯୋଗୁଁ କାର୍ଯ୍ୟ କରୁଛି, ଯାହାକୁ ଆମେ ଈଶ୍ୱର, ଉତ୍ତମ ଆତ୍ମା, ପରମାତ୍ମା କିମ୍ବା ଭଗବାନ ବୋଲି କହୁ। ତୁମେ ଯେକୌଣସି ନାମରେ ଡାକିଥାଅ, ତାହା କିଛି ଗୁରୁତ୍ୱପୂର୍ଣ୍ଣ ନୁହଁ, କିନ୍ତୁ ତୁମେ ବୁଝିବା ଉଚିତ ଯେ ଆତ୍ମାର ଉପସ୍ଥିତି ବିନା ଶରୀର ଆଦୌ ଗତି କରିପାରିବ ନାହିଁ। ସେହିପରି ସମଗ୍ର ଭୌତିକ ଜଗତ, ମହାଜାଗତିକ ବାୟୁମଣ୍ଡଳ ପରମାତ୍ମାଙ୍କ ଉପସ୍ଥିତି ଯୋଗୁଁ ଗତି କରୁଛି। ବର୍ତ୍ତମାନ ଭଗବଦ୍ ଗୀତାରେ ତୁମେ ଦେଖିବ ଯେ ଆମେ ବ୍ୟକ୍ତିଗତ ଆତ୍ମାମାନେ ପରମାତ୍ମାଙ୍କର ଅଂଶବିଶେଷ ଅଟୁ। ତେଣୁ ଆମର ପରମାତ୍ମାଙ୍କ ସହିତ ଅନନ୍ତ ସମ୍ପର୍କ ଅଛି, ଗୁଣାତ୍ମକ ଭାବରେ, ମାତ୍ରାତ୍ମକ ଭାବରେ ନୁହଁ। ପରମାତ୍ମାଙ୍କ ସହିତ ଆମର ଅନନ୍ତ ସମ୍ପର୍କ ଅଛି। ଆମେ ଗୁଣାତ୍ମକ ଭାବରେ ପରମାତ୍ମାଙ୍କ ସହିତ ଏକ ଅଛୁ। ଯେପରି ସମୁଦ୍ର ଜଳର ଏକ ଟୋପା ଗୁଣାତ୍ମକ ଭାବରେ ସମୁଦ୍ରର ଏକ ଟୋପା ଜଳ ସହିତ ସମାନ। ସମୁଦ୍ରର ଏକ ଟୋପା ଜଳ ଲୁଣିଆ, ଏବଂ ସମୁଦ୍ର ଜଳର ଏକ ଟୋପା ଯଦି ତୁମେ ଏହାକୁ ଚାଖିବ, ତେବେ ତୁମେ ପାଇବ ଯେ ଏହା ମଧ୍ୟ ଲୁଣିଆ ଅଟେ। ତେଣୁ ପାଣିର ରାସାୟନିକ ଗଠନ ବୁନ୍ଦା କିମ୍ବା ବିଶାଳ ବସ୍ତୁ ଭାବରେ ସମାନ ଅଟେ, କିନ୍ତୁ ସମୁଦ୍ର ଜଳର ଏକ ଟୋପା କେବେ ବି ବିଶାଳ, ମୁଁ କହିବାକୁ ଚାହୁଁଛି, ସମୁଦ୍ରର ଏକ ଟୋପା ଜଳ ସହିତ ସମାନ ନୁହଁ। ଏହା ଆମର ସ୍ଥିତି। ଆମେ ଗୁଣରେ ଅଛୁ, କେବଳ ଈଶ୍ୱର ସେହିପରି ଆମେ ଗୁଣରେ ମଧ୍ୟ ସମାନ, ରାସାୟନିକ, ସାମ୍ବିଧାନିକ କିମ୍ବା ଗୁଣାତ୍ମକ ଭାବରେ। କିନ୍ତୁ ଈଶ୍ୱରଙ୍କ ଶକ୍ତି ଏବଂ ମୋର ଶକ୍ତି ଭିନ୍ନ। ଯେପରି ସମୁଦ୍ରରେ ଥିବା ପିଣ୍ଡ ଜଳ, ଏହା ଏକ ବିପର୍ଯ୍ୟୟ ସୃଷ୍ଟି କରିପାରେ, କିନ୍ତୁ ପାଣିର ଏକ ଟୋପା, ତାହା ଜଳର ଏକ ଟୋପା ଦ୍ୱାରା ଏହା ସମ୍ଭବ ନୁହଁ। ସେହିପରି ଏହା ଆମ ଏବଂ ଈଶ୍ୱରଙ୍କ ମଧ୍ୟରେ ପାର୍ଥକ୍ୟ ଅଟେ। ଆମେ ସୂର୍ଯ୍ୟ ଏବଂ ସୂର୍ଯ୍ୟ କିରଣ ପରି ସୂକ୍ଷ୍ମ କଣିକା ଅଟୁ। ସୂର୍ଯ୍ୟ କିରଣ, ସେମାନେ ମଧ୍ୟ କିଛି ଉଜ୍ଜ୍ୱଳ ପଦାର୍ଥର ଅଣୁର ମିଶ୍ରଣ। ତେଣୁ ଉଜ୍ଜ୍ୱଳ ପଦାର୍ଥ, ତେଣୁ ସେହି ସୂର୍ଯ୍ୟ କିରଣ ସୂର୍ଯ୍ୟଠାରୁ ଭିନ୍ନ ନୁହେଁ, କିନ୍ତୁ ସେହି ସମୟରେ
ସୂର୍ଯ୍ୟ But କିରଣ at the same time, ସୂର୍ଯ୍ୟ ନୁହଁ। same time, ଏହାକୁ ଏକକାଳୀନ sun is ଏକ not the sun. ଏବଂ ଭିନ୍ନ କୁହାଯାଏ। ମୁଁ This is କହିବାକୁ called ଚାହୁଁଛି ଯେ ଏହି simultaneously ଦର୍ଶନ one and ପ୍ରଭୁ different. ଶ୍ରୀ ଚୈତନ୍ୟ ମହାପ୍ରଭୁ This philosophy ଅଚିନ୍ତ୍ୟ was, ଭେଦାଭେଦ I mean to say, ଅଚିନ୍ତ୍ୟ ଭେଦାଭେଦ founded ଏକା by ସମୟରେ ଏକ Lord ଏବଂ ଭିନ୍ନ Sri Chaitanya ଦ୍ୱାରା Mahaprabhu, ବ୍ୟାଖ୍ୟା କରାଯାଇଥିଲା। one and different. ଏବେ ଆମର ସ୍ଥିତିକୁ Now, ଅକ୍ଷୁଣ୍ଣ in ରଖିବା order ପାଇଁ to ଅର୍ଥାତ୍ keep our position ଯେ ଆମେ intact, ତାତ୍ତ୍ୱିକ ଭାବରେ that is ବୁଝିପାରୁଛୁ so that କିମ୍ବା ଆମେ theoretically ବୁଝିଛୁ ଯେ we ମୁଁ ଏହି understand ଶରୀର ନୁହଁ or we have କିନ୍ତୁ understood ମୁଁ ଚେତନା that I am ଶୁଦ୍ଧ not this ଆତ୍ମା body, ତାହା ଆମର but ତାତ୍ତ୍ୱିକ I am ତାତ୍ତ୍ୱିକ ନୁହଁ କିନ୍ତୁ ଏହା conscious, ବ୍ୟବହାରିକ pure ଯେ soul. କେହି ବୁଝିପାରିବେ That is our ଯେକୌଣସି theoretical, ବୁଦ୍ଧିମାନ ବ୍ୟକ୍ତି not theoretical, ବୁଝିପାରିବ but ଯେ it is practical. ମୁଁ ଏହି ଶରୀର Anyone ନୁହଁ can ମୁଁ understand. Any ଆତ୍ମା। sane man can ଏବେ understand that I ସେହି am not this ବିଶ୍ୱାସରେ body, I am ନିଜକୁ this soul. ସ୍ଥିର ରଖିବା ପାଇଁ ଆମକୁ ଏଥିପାଇଁ କାମ କରିବାକୁ To ପଡ଼ିବ keep myself ନଚେତ୍ fixed ଯେପରି ମୁଁ up ତୁମକୁ in ବୁଝାଉଥିଲି that conviction, ଯେପରି ଏକ ପିଲା we ସେ require ମୁଁ to କହିବାକୁ ଚାହୁଁଛି work for it. ଖେଳିବା ପାଇଁ ବହୁତ ଆଗ୍ରହୀ Otherwise, କିନ୍ତୁ ଯଦି as ତୁମେ I was ତାକୁ ଦେବାକୁ ଚାହୁଁଛ explaining to you, ଯଦି that ତୁମେ a- ତାର a ଦୁଷ୍ଟ child, କାର୍ଯ୍ୟକଳାପ ବନ୍ଦ a କରିବାକୁ boy, ଚାହୁଁଛ is, ତେବେ ତୁମେ uh, ତାକୁ I mean, କିଛି ଭଲ very much କାର୍ଯ୍ୟ ଦେବାକୁ addicted ପଡ଼ିବ। to play. If you simply ଯଦି ତୁମେ stop the ପିଲାଟିକୁ child ଧମକ to ଦିଅ don't କିମ୍ବା play, ଅନ୍ୟ କୌଣସି or ଉପାୟରେ by ଖେଳ ନାହିଁ threatening ବୋଲି or କୁହ by some other ତେବେ way, ତୁମେ ତାକୁ କିଛି you can ସମୟ stop ପାଇଁ him କୃତ୍ରିମ ଭାବରେ artificially ବନ୍ଦ for some କରିପାରିବ time. କିନ୍ତୁ ଯେତେବେଳେ ସେ But as soon ସୁଯୋଗ as he ପାଇବ gets ସେ opportunity, ପୁଣି he'll ଖେଳିବା again ଆରମ୍ଭ play. କରିବ। So you ତେଣୁ must ତୁମେ ତାକୁ engage କିଛି him ଭଲ with କାର୍ଯ୍ୟରେ some ନିୟୋଜିତ good task, କରିବା ଉଚିତ so that he may ଯାହାଦ୍ୱାରା have ତାର attraction ଆକର୍ଷଣ ହୋଇପାରିବ and he may be engaged, ଏବଂ ସେ and ସେହି he may ଭଲ be engaged କାର୍ଯ୍ୟରେ ନିୟୋଜିତ in that ହୋଇପାରିବ good task, so that ଯାହାଦ୍ୱାରା he ସେ may ଖେଳ not ଖେଳି spoil କିମ୍ବା or ଦୁଷ୍ଟ waste his କାର୍ଯ୍ୟକଳାପ time by ଦ୍ୱାରା playing ତାର or by ସମୟ ନଷ୍ଟ ritual. କରିପାରିବ ନାହିଁ। Similarly, ସେହିପରି ଚେତନା consciousness ସକ୍ରିୟ is ହେବା active. ତେଣୁ ଚେତନା ସ୍ତରରେ ରହିବା ପାଇଁ ଯଦି To ତୁମେ be ଚେତନାକୁ in the ନିୟୋଜିତ ନ consciousness କର place, ତେବେ ସ୍ୱାଭାବିକ if ଭାବରେ you do not ଚେତନା give ଏହି ଶରୀର ମାଧ୍ୟମରେ engagement କାର୍ଯ୍ୟ କରିବ। to the consciousness, ଆମକୁ ଏପରି ଭାବରେ then କାର୍ଯ୍ୟ naturally କରିବାକୁ ପଡ଼ିବ ଯେ consciousness at the ବର୍ତ୍ତମାନ present moment, ମୁହୂର୍ତ୍ତରେ ମୁଁ ଏହି I ଶରୀର am ମଧ୍ୟରେ ଅଛି within this body. ତେଣୁ ଆମକୁ ଏକ ଖରାପ ସୌଦା So we ବ୍ୟବହାର have କରିବାକୁ to ପଡ଼ିବ। make ମୋତେ ଏହି ଶରୀରର utilization of ଆବଶ୍ୟକତା a ନାହିଁ। bad bargain. କୌଣସି ପ୍ରକାରେ I ମୁଁ don't ବର୍ତ୍ତମାନ require ଏହି this ଭୌତିକ body. ଶରୀରରେ ହସି Somehow or ରହିଛି other, କିମ୍ବା I am ଆବଦ୍ଧ now ଅଛି entrapped ଏବଂ ମୋର or ସମସ୍ତ engaged ଦୁଃଖ in ଏହି this ଶରୀର material ଯୋଗୁଁ। body. ତେଣୁ ମାନବ all ଜୀବନର my ସମ୍ପୂର୍ଣ୍ଣ sufferings ଲକ୍ଷ୍ୟ ହେଉଛି are due to ଏହି this body. ଭୌତିକ ଶରୀରରୁ Therefore, ଦୂରେଇ ଯିବା The ଏବଂ whole aim of ଆଧ୍ୟାତ୍ମିକ human ଜୀବନରେ life is ଅବସ୍ଥିତ to ହେବା। get away. ବର୍ତ୍ତମାନ ଜୀବନର ସେହି ଶେଷକୁ ପ୍ରାପ୍ତ କରିବା ପାଇଁ Now, ଆମକୁ in ଏକ order ବୃତ୍ତିଗତ to ଆଧ୍ୟାତ୍ମିକ achieve ଜୀବନ ଆରମ୍ଭ that କରିବାକୁ end ପଡ଼ିବ। of life, ସେହି we ବୃତ୍ତିଗତ have ଆଧ୍ୟାତ୍ମିକ to ଜୀବନ begin ଭଗବତ ଗୀତାରେ professional କୁହାଯାଇଛି spiritual life. କର୍ମଣି ଏବ Professional ଅଧିକାରସ୍ତି spiritual life. ମା ଫଲେଷୁ That କଦାଚନ professional spiritual ମା life କର୍ମ ଫଲ is ହେତୁର୍ଭୁର୍ ମା ତେ stated in the ସଙ୍ଗସ୍ତ୍ରୀ Bhagavad ଅକର୍ମଣି। Gita. Karma Karma. means what? କର୍ମ ଅର୍ଥାତ୍ କାମ Karma means what? ଜଣେ ଭାବିବା One ଉଚିତ should ନୁହେଁ not ଯେ think କାରଣ that ମୁଁ because ଏହି ଶରୀର ନୁହେଁ I am ତେଣୁ ମୁଁ not କାମ this କରିବା body, ବନ୍ଦ କରିଦେବି। so I shall ନା, cease to work. ତୁମେ କାମ କରିବା No. ବନ୍ଦ କରିପାରିବ ନାହିଁ। You ଯଦି cannot ତୁମେ କାମ କରିବା cease to ବନ୍ଦ work. କରିଦିଅ ତେବେ ଅଳସୁଆ If you ମସ୍ତିଷ୍କ cease ଏକ to work, then idle ଶୈତାନର brain କର୍ମଶାଳା will be a ହେବ। devil's workshop. ନା, No, ଆମକୁ we have କାମ to work. କରିବାକୁ ପଡ଼ିବ। ତେଣୁ ହଁ। ପ୍ରଭୁ କୁହନ୍ତି Therefore, the ଆଧ୍ୟାତ୍ମିକ Lord ମଞ୍ଚରେ says, କାମ the କରିବାର technique କୌଶଳ ହେଉଛି of ଯେ acting on ତୁମର the କାର୍ଯ୍ୟ spiritual କରିବାର ଅଧିକାର platform ଅଛି। is ତୁମର ସ୍ଥିତି that ଅନୁସାରେ you have କାର୍ଯ୍ୟ କରିବାର your ଅଧିକାର right ଅଛି to act. କିନ୍ତୁ You have କର୍ମଣି your right ଏବ to act ଅଧିକାରସ୍ତେ according to your ମା position. ଫଲେଷୁ କଦାଚନ। But କିନ୍ତୁ you ତୁମେ should ତୁମର not କାର୍ଯ୍ୟକଳାପର ଫଳ desire ଉପଭୋଗ to କରିବାକୁ enjoy ଇଚ୍ଛା the କରିବା fruit of ଉଚିତ your ନୁହଁ। activity. ଏହା ହେଉଛି କୌଶଳ। That is ତୁମେ the technique. କାର୍ଯ୍ୟକଳାପର ଫଳ You ଉପଭୋଗ should not କରିବାକୁ desire ଇଚ୍ଛା କରିବା To ଉଚିତ ନୁହଁ। enjoy the fruit of ତାପରେ activity. ଯଦି ମୁଁ ମୋର କାର୍ଯ୍ୟକଳାପର Then, ଫଳ if ଉପଭୋଗ I କରିବାକୁ want to enjoy ଚାହୁଁଛି the fruit of my ତେବେ ଏହା activity, କ'ଣ ହେବ? then what it will be? ଧର ମୁଁ ଜଣେ ବ୍ୟବସାୟୀ, Suppose ମୁଁ I am ଏହି a ବର୍ଷ businessman, 10 ନିୟୁତ I have ଡଲାର made a ଲାଭ profit କରିଛି। in ତେବେ this ତୁମେ year. କ'ଣ କରିବାକୁ ଚାହୁଁଛ So, ଯେ ମୁଁ ଏହି ବିପୁଳ you mean to ପରିମାଣର say that I ଟଙ୍କା shall not ଉପଭୋଗ enjoy କରିପାରିବି this ନାହିଁ? huge amount of ମୁଁ money? ଏହାକୁ ଫୋପାଡ଼ି ଦେବି? I shall throw it Oh. away? ହଁ, ଭଗବତ ଗୀତା କୁହେ ମା Yes. ଫଲେଷୁ କଦାଚନ। ତୁମେ ତୁମର କାର୍ଯ୍ୟର Bhagavad Gita ଫଳଦାୟକ ଫଳ
that ma ନେଇପାରିବ ନାହିଁ। phaleshu kadachana. ତାପରେ You cannot ଯଦି ମୁଁ take ଏହା the କରେ fruitive ତେବେ result of your ଏହା work. କଣ ହେବ? He says, ଏବେ ସେ ma କହିଲେ, karma phala hetu bhu. ମା କର୍ମ ଫଳ ହେତୁ Don't ଭୂଃ। be ତୁମର cause କାର୍ଯ୍ୟକଳାପର of କାରଣ your ହୁଅ activity. ନାହିଁ। ତାପରେ Then ତୁମେ ତୁମର you will be କାର୍ଯ୍ୟକଳାପର bound by the ପାରସ୍ପରିକ interaction କ୍ରିୟା of ଦ୍ୱାରା the ଆବଦ୍ଧ ହେବ। ତୁମର କାର୍ଯ୍ୟକଳାପର Don't କାରଣ be ହୁଅ cause ନାହିଁ। of your activity. ତାପରେ ତୁମେ ତୁମର Then you କାର୍ଯ୍ୟକଳାପର shall be ପ୍ରଭାବ bound ଦ୍ୱାରା up ବନ୍ଧା by ହେବ। the effects of your ତୁମେ କାରଣ ହୁଅ ନାହିଁ। ତାପରେ Don't be ପ୍ରଭାବ cause, ତୁମକୁ then ସ୍ପର୍ଶ effect will କରିବ not ନାହିଁ। touch. ମା କର୍ମ Ma ଫଳ karma ହେତୁର୍ଭୂ phala hetu ମାତେ Mate ସଙ୍ଗୋଷ୍ଠୀ sangosti ଅକର୍ମଣି। akarmani. ତାପରେ ଯଦି ତୁମେ କୁହ Then if you say, ଭଲ ହେବ well, ଯଦି better ମୁଁ I କିଛି shall not କରିବି do ନାହିଁ, anything. ନା ତାହା No, ମଧ୍ୟ ଅନୁମତି ଦିଆଯିବ that ନାହିଁ। also will not be permitted. ତୁମେ ଅଭିନୟ ବନ୍ଦ କରିପାରିବ ନାହିଁ। ସେହି You ସମୟରେ cannot ତୁମେ stop ତୁମର acting. କାର୍ଯ୍ୟକଳାପର ଫଳ At the ସ୍ୱରୂପ same ଫଳାଫଳ time, ନେଇପାରିବ ନାହିଁ। You can, ଏବଂ ଯଦି ତୁମେ and if you ଭାବ think ଯେ that, ଓ oh, ମୁଁ I'm କରିବି not ନାହିଁ, going to just ଯେପରି like ଭାରତରେ ଜଣେ in ବ୍ୟବସାୟିକ India, ବନ୍ଧୁ one ସେ ମୋର business ପୁସ୍ତକ friend, ବିକ୍ରି he was କରୁଥିଲେ। selling my ସେ book. କହୁଥିଲେ He- ଆମେ he ଏହି was ବର୍ଷ saying, we are କୌଣସି not going ବଡ଼ to make ବ୍ୟବସାୟ any କରିବୁ huge, ନାହିଁ, କାରଣ business ଯଦି ଆମେ this year. ବ୍ୟବସାୟ କରୁ Because ତେବେ ଲାଭ if we do ଅଧିକ business, ହେବ। the profit ସମଗ୍ର is ଜିନିଷ more. The whole thing will be ସରକାର taken by ଆୟକର ଦ୍ୱାରା government, by ନେଇଯିବ। income tax. ତେଣୁ We ଆମେ are କାମ stopping କରିବା to ବନ୍ଦ work, କରୁଛୁ to have more business. ଅଧିକ ବ୍ୟବସାୟ କରିବା ପାଇଁ। ଏହା This is the ହେଉଛି position, ସ୍ଥିତି। because କାରଣ our ଆମର ମନ mind is ଏତେ so ପ୍ରବୃତ୍ତ ଯେ inclined ଯଦି ମୁଁ ମୋର that କାର୍ଯ୍ୟକଳାପର ଫଳ ଉପଭୋଗ if କରିପାରିବି I ନାହିଁ cannot ତେବେ ମୁଁ enjoy the ଅନଭିମୁଖୀ। fruit of my activity, ହୁଏତ ତମେ then ଜାଣିଛ I am ଇଂରାଜୀରେ ଏକ ପ୍ରବାଦ ଅଛି ଯେ ମାଲିକତା proprietorship ବାଲିକୁ turns ସୁନାରେ into gold. ପରିଣତ କରେ। ଜଣେ A ବ୍ୟକ୍ତି person ନିଜ working ହିସାବରେ on his କାମ own କରେ account, ଓ ସେ he ବାଲିକୁ can ସୁନାରେ turn sand ପରିଣତ into କରିପାରିବ। gold. କିନ୍ତୁ ଜଣେ But a ବ୍ୟକ୍ତି person ଅନ୍ୟମାନଙ୍କ working ହିସାବରେ for କାମ others' କରେ account, ଓ oh, that is ତାହା not- ସମ୍ଭବ ନୁହଁ। ସେ He will be ଧୀର slow. ହେବ। ସେ ଧୀର He will be ହେବ slow. କାରଣ Because ଉଦ୍ଦେଶ୍ୟ ହେଉଛି the purpose ମୁଁ ଏତେ is କଠିନ that ପରିଶ୍ରମ why shall I work କାହିଁକି so hard? କରିବି? It will be ଏହା enjoyed, just like ଉପଭୋଗ our ହେବ। business friend was. ଯେପରି ଆମର ବ୍ୟବସାୟ speaking ବନ୍ଧୁ to me, ମୋତେ that କହୁଥିଲେ why ଯେ shall we ଆମେ work so କାହିଁକି ଏତେ hard କଠିନ and make ପରିଶ୍ରମ huge କରି profit? ପ୍ରଚୁର Then the ଲାଭ whole କରିବା thing ଯେ will be taken by the ସମଗ୍ର government. ଜିନିଷ ସରକାର But ନେବେ। here, କିନ୍ତୁ ଏଠାରେ ପ୍ରଭୁ କହୁଛନ୍ତି ଯେ Lord ତୁମେ says ତୁମର କାମକୁ that ବନ୍ଦ you କରିପାରିବ cannot ନାହିଁ। stop, ନା ତୁମେ neither you କାର୍ଯ୍ୟକଳାପକୁ can ଉପଭୋଗ enjoy କରିପାରିବ the ନା activity, the fruit ତୁମର of your କାର୍ଯ୍ୟକଳାପର ଫଳ। ଏହା That is ଆଧ୍ୟାତ୍ମିକ the ସ୍ତରରେ work କାମ। on spiritual ତେବେ plane. ଆମକୁ ଏହାକୁ ବହୁତ Now ସତର୍କତାର we have to ସହିତ ବୁଝିବାକୁ ପଡ଼ିବ। understand this very. ପ୍ରଥମ କଥା ହେଉଛି ଯେ ସେ କୁହନ୍ତି କର୍ମଣି ଏବା The ଅଧିକାରସ୍ତେ। first thing is ପ୍ରତ୍ୟେକଙ୍କର ନିଜର that he ନିର୍ଦ୍ଦିଷ୍ଟ says, ପଦବୀ ଅଛି Karmani ଏବଂ eva ତାଙ୍କର ସ୍ଥିତି udhikaraste. ଅନୁସାରେ There is ନିର୍ଦ୍ଦିଷ୍ଟ କାମ particular ମଧ୍ୟ work. ଅଛି। ସାରା That ବିଶ୍ୱରେ is ଏହି the system ବ୍ୟବସ୍ଥା all ଅଛି। over the world. ଏବେ ଭଗବତ ଗୀତା ଅନୁସାରେ Now, ବିଭାଜନ according to ଦ୍ୱାରା Bhagavad Gita, ଭଗବତ ଗୀତା ଅନୁସାରେ ନୁହେଁ ଜୀବନର the- ବୈଦିକ by the ଧାରଣା division, ଅନୁସାରେ not ମାନବ according to ସମାଜ Bhagavad କାର୍ଯ୍ୟର Gita, according to ଗୁଣବତ୍ତା Vedic ଅନୁସାରେ concepts and ଚାରୋଟି applied, ବିଭାଗରେ ବିଭକ୍ତ। the of work. ଭଗବତ ଗୀତାରେ ମଧ୍ୟ ଆମେ ପାଇଥାଉ ଚାତୁର୍ବର୍ଣ୍ଣ୍ୟମ୍ Maya Bhagavad system. Gita also we Guna find karma vibhaga saha. Chatur Varnam Maya Jati vyavastha. system Guna Karma Chaturvarnyam. Vibhaga ହୁଏତ ତୁମେ ଭାରତୀୟ the ଜାତି ବ୍ୟବସ୍ଥା ବିଷୟରେ ଶୁଣିଥିବ। caste system ସେହି Chatur ଜାତି Varnam ବ୍ୟବସ୍ଥା perhaps you have ପ୍ରାକୃତିକ ଅଟେ। heard about ଅବଶ୍ୟ Indian caste ଭାରତରେ system. ଏହା ଏକ The caste system ବଂଶାନୁକ୍ରମିକ ଜିନିଷ is ପାଲଟିଛି। natural thing, କିନ୍ତୁ ଏହି but ଜାତି ବ୍ୟବସ୍ଥା this ସମଗ୍ର caste ବ୍ରହ୍ମାଣ୍ଡରେ system is ପଶୁ all ସମାଜରେ over the ମଧ୍ୟ universe, ଅନ୍ୟତମ। even among ଗୁଣ animal ଏବଂ society. କାର୍ଯ୍ୟ ଅନୁସାରେ But ଜାତିର that ସେହି division ବିଭାଜନ of କରାଯାଇଛି। caste is ଗୁଣ made ଏବଂ କାର୍ଯ୍ୟ according to ବର୍ତ୍ତମାନ ସେହି quality ଜାତି and ବ୍ୟବସ୍ଥା work. ସେ ଗୁଣ ଏବଂ କାର୍ଯ୍ୟ। Quality and work. ଗୁଣ ଅର୍ଥ Now ପ୍ରାକୃତିକ that caste ଭୌତିକ system, that quality and ଗୁଣ work ଗୁଡ଼ିକର ଗୁଣ। is divided from ତିନୋଟି nature. ଗୁଣ ଅଛି ଯାହାଦ୍ୱାରା There are ଭୌତିକ three ଜଗତ qualities ଗତି କରୁଛି। ସତ୍ଵ by ଗୁଣ, which the material ତମୋ ଗୁଣ, world is moving. ରଜୋ ଗୁଣ। ଯେଉଁମାନେ The quality ସତ of ଗୁଣରେ goodness, ଅବସ୍ଥିତ The quality ସେମାନଙ୍କୁ of ବ୍ରାହ୍ମଣ passion, କୁହାଯାଏ Brahmin. ଏବଂ ସେମାନଙ୍କ ଲକ୍ଷଣ And their ଗୁଡ଼ିକ ମଧ୍ୟ symptoms are ଭଗବତ also ଗୀତାରେ ଉଲ୍ଲେଖ mentioned କରାଯାଇଛି। in the Bhagavad Gita. ମୁଁ ତୁମକୁ I ସେହି shall, ବ୍ୟବସ୍ଥା ଗୁଡ଼ିକର ଏକ ବିବୃତି ଦେବି। The statement of the ବର୍ତ୍ତମାନ system. ଯେଉଁମାନେ ସତ ଗୁଣରେ ଅବସ୍ଥିତ Now, ସେମାନଙ୍କୁ ବ୍ରାହ୍ମଣ those who କୁହାଯାଏ। are situated ସେହି on ସତ the ଗୁଣ quality of ସମଗ୍ର goodness, ବ୍ରହ୍ମାଣ୍ଡରେ they are ପ୍ରଚଳିତ। called Brahmins. ତେଣୁ ସେ So, ଗୁଣରେ ଅବସ୍ଥିତ anyone ଯେକୌଣସି ବ୍ୟକ୍ତି situated in ସେ that ହେଉଛି quality ବ୍ରାହ୍ମଣ। is Brahmin. ଏବଂ And ଯେଉଁମାନେ those who ରଜୋଗୁଣରେ are ଅବସ୍ଥିତ situated in the ସେମାନଙ୍କୁ quality କ୍ଷତ୍ରିୟ of କୁହାଯାଏ। ଏବଂ passion ଯେଉଁମାନେ ତମୋ ଗୁଣ ଓ They are ରଜୋଗୁଣର called ମିଶ୍ରିତ ଗୁଣରେ Kshatriyas. ଅବସ୍ଥିତ ସେମାନଙ୍କୁ and ବୈଶ୍ୟ passion, କୁହାଯାଏ they are called କିମ୍ବା Vaishyas of the ବାଣିଜ୍ୟ mercantile ସମ୍ପ୍ରଦାୟ। community. ଏବଂ ଯେଉଁମାନେ ତମ And ଗୁଣରେ those who ଅବସ୍ଥିତ are situated ସେମାନଙ୍କୁ ଶୂଦ୍ର in the କୁହାଯାଏ quality of କିମ୍ବା ignorance, ଶ୍ରମିକ ଶ୍ରେଣୀ।
ତେଣୁ ଏହି They are ପ୍ରକାରେ called Shudra ସାରା ବିଶ୍ୱରେ ବିଭିନ୍ନ or the ବର୍ଗ ଏବଂ ଜାତି ଅଛି। laborer class. ତୁମେ ଏହାକୁ ଜାତି In this କିମ୍ବା way, ଶ୍ରମ ବିଭାଜନ there କିମ୍ବା are ସମାଜର different ବିଭାଜନ classes କରିପାର। and ଏହି ଚାରୋଟି these ବିଭାଗ four divisions ସମଗ୍ର are ବ୍ରହ୍ମାଣ୍ଡରେ there ଅଛି। all over the ବୁଦ୍ଧିମାନ universe. ବର୍ଗ, The ପ୍ରଶାସନିକ intelligent ବର୍ଗ, class, ଉତ୍ପାଦକ the ବର୍ଗ administrative ଏବଂ class, ଶ୍ରମିକ ବର୍ଗ। the productive ତେଣୁ ବୁଦ୍ଧିମାନ class, ବର୍ଗ and the laborer. ସେମାନଙ୍କ କର୍ତ୍ତବ୍ୟର ପୃଥକ ବିଭାଗ ଅଛି। So, ପ୍ରଶାସନିକ ବର୍ଗ class, ସେମାନଙ୍କ ମଧ୍ୟ they have also ପୃଥକ got କର୍ତ୍ତବ୍ୟ separate ବିଭାଗ ଅଛି। departments. ସେହିପରି ବାଣିଜ୍ୟ ବର୍ଗ ସେମାନଙ୍କ Similarly, ପୃଥକ the କାର୍ଯ୍ୟକଳାପ ଅଛି mercantile class, ଏବଂ they have ଶ୍ରମିକ got ବର୍ଗ separate ସେମାନଙ୍କର କେବଳ activity. ଗୋଟିଏ କାର୍ଯ୍ୟ ଅଛି and the laborer class, ଅନ୍ୟମାନଙ୍କର they ସେବା have କରିବା। only one ବାସ୍ activity to serve କାରଣ others. That's ସେମାନେ all. ସ୍ୱାଧୀନ ଭାବରେ Because they କିଛି cannot do କରିପାରିବେ ନାହିଁ। anything independent. ତେଣୁ They have ସେମାନଙ୍କୁ to ଉଚ୍ଚ offer ବର୍ଗ, the ପ୍ରଶାସନିକ ବର୍ଗ service କିମ୍ବା to ବାଣିଜ୍ୟ ବର୍ଗ the higher କିମ୍ବା class, to the ବୁଦ୍ଧିମାନ ବର୍ଗକୁ administrative class, ସେବା or to the ପ୍ରଦାନ କରିବାକୁ mercantile ପଡ଼ିବ class, or the ଏବଂ intelligent class, ତାଙ୍କ ଜୀବିକା ପାଇଁ and କିଛି take ଦେୟ some ନେବାକୁ payment ପଡ଼ିବ। for his life. ତେଣୁ ଏହି ବିଭାଗ ଗୁଡ଼ିକ ଏହି So these ବିଭାଗ ଗୁଡ଼ିକ divisions, ତେଣୁ ପ୍ରଭୁ These କୁହନ୍ତି divisions, so the Lord ଭଗବାନ says, Lord Krishna ଶ୍ରୀକୃଷ୍ଣ says କୁହନ୍ତି that ତୁମର according to your ଗୁଣବତ୍ତା ଅନୁସାରେ quality, you ତୁମକୁ have ତୁମର to do your କର୍ତ୍ତବ୍ୟ duty. କରିବାକୁ ପଡ଼ିବ। Oh. ତୁମେ କେବଳ Just say କେବଳ you can, ତୁମେ କରିପାରିବ। ବଂଶାନୁକ୍ରମିକ କିମ୍ବା hereditary ତୁମର ନିଜସ୍ୱ or ଇଚ୍ଛା by ଅନୁସାରେ your own ତୁମର choice, ନିଜର କର୍ତ୍ତବ୍ୟ you can ରହିବ। have your own duty. But କିନ୍ତୁ there is ଏପରି no କୌଣସି ପ୍ରଶ୍ନ question ନାହିଁ ଯେ of that ଜଣେ one should be ନିଷ୍କ୍ରିୟ ରହିବା idle. ଉଚିତ। No. ନା, ଯଦି ତୁମେ ବୁଦ୍ଧିମାନ If you are ବର୍ଗ intelligent class, ତେବେ ତୁମକୁ then ବୁଦ୍ଧିମାନ you have to କାର୍ଯ୍ୟର take to ଗୁଣବତ୍ତା ଗ୍ରହଣ intelligent- କରିବାକୁ ପଡ଼ିବ। ଯେପରି just ତୁମେ like ଜଣେ ବୈଜ୍ଞାନିକ you must ହେବାକୁ become ପଡ଼ିବ, scientist, ତୁମକୁ you must ରାଜନେତା become, ହେବାକୁ ପଡ଼ିବ। politician, ରାଜନେତା not ଦାର୍ଶନିକ ନୁହଁ। politician, philosopher. ତୁମେ ଜଣେ You ଧର୍ମବାଦୀ must be କିମ୍ବା a ଏତେ ବୁଦ୍ଧିମାନ religionist. କାର୍ଯ୍ୟଶ୍ରେଣୀ ହେବା ଉଚିତ। So many ତେଣୁ ତୁମେ ସେହି intelligent ଉପାୟରେ class of work. ନିୟୋଜିତ You must ହେବା engage ଉଚିତ। in that way. If ଯଦି you are ତୁମେ actually ପ୍ରକୃତରେ intelligent, ବୁଦ୍ଧିମାନ, you belong to the ଯଦି actual ତୁମେ intelligence, ବୁଦ୍ଧିମାନ you belong ବର୍ଗର to the ଅଟ। intelligent class. ଏବେ ଯଦି ତୁମେ Now, if you ପ୍ରଶାସନିକ are ଶ୍ରେଣୀର administrative class, ତେବେ ତୁମକୁ ରାଜନୀତି then କିମ୍ବା you must ନିର୍ବାଚନରେ take to the ଅଂଶଗ୍ରହଣ politics, କରିବାକୁ ପଡ଼ିବ। election, be ମେୟର elected the ନିର୍ବାଚିତ mayor, ହେବାକୁ be ପଡ଼ିବ। elected president or ରାଷ୍ଟ୍ରପତି something like that. କିମ୍ବା And ସେହିପରି work କିଛି in ନିର୍ବାଚିତ that. ହେବାକୁ ପଡ଼ିବ And if you ଏବଂ belong ସେହି to ଭାବରେ that, କାମ କରିବାକୁ and if ପଡ଼ିବ। you belong ଏବଂ to the ଯଦି ତୁମେ ବାଣିଜ୍ୟ mercantile ସମ୍ପ୍ରଦାୟ community, ତେବେ then you ତୁମକୁ must ବ୍ୟବସାୟ do କରିବାକୁ ପଡ଼ିବ business ଏବଂ and କୃଷି ଶସ୍ୟ ଉତ୍ପାଦନ produce କରିବାକୁ ପଡ଼ିବ ଏବଂ agricultural ସେଗୁଡ଼ିକୁ grains ବଣ୍ଟନ and କରିବାକୁ distribute ପଡ଼ିବ। them. ଏହା That ତୁମର is your କାମ। business. ଭଗବତ In ଗୀତାରେ Bhagavad ତୁମେ Gita, ପାଇବ you ଯେ find that the ବାଣିଜ୍ୟ ବର୍ଗ mercantile class, ବାଣିଜ୍ୟ what ବର୍ଗ କିଏ? mercantile class? କୃଷି ଗୋ ରକ୍ଷା ବାଣିଜ୍ୟ ବୈଶ୍ୟ କର୍ମ ସ୍ୱଭାବଜ। ବୈଶ୍ୟ ଅର୍ଥ ବାଣିଜ୍ୟ ସମ୍ପ୍ରଦାୟ। ସେମାନେ ପଶୁମାନଙ୍କୁ ସୁରକ୍ଷା ଦେବା, ଶସ୍ୟ ଉତ୍ପାଦନ କରିବା, ବଣ୍ଟନ କରିବା ଏବଂ ବାଣିଜ୍ୟ କରିବା ପାଇଁ ଉଦ୍ଦିଷ୍ଟ। ବାସ୍ ସେତିକି। କାରଣ ପୂର୍ବରୁ କୌଣସି ଶିଳ୍ପ ନଥିଲା। ଲୋକମାନେ ସାଧାରଣତଃ କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିଲେ। ତେଣୁ ବାଣିଜ୍ୟ ସମ୍ପ୍ରଦାୟ ସେମାନେ ଖାଦ୍ୟ ଶସ୍ୟ ଉତ୍ପାଦନ କରୁଥିଲେ, ବଣ୍ଟନ କରୁଥିଲେ ଏବଂ ଗାଈର ସୁରକ୍ଷାର ସେମାନଙ୍କର କର୍ତ୍ତବ୍ୟ ଥିଲା। ଯେପରି ରାଜାଙ୍କୁ ନାଗରିକଙ୍କ ଜୀବନ ରକ୍ଷା କରିବାର ଦାୟିତ୍ୱ ଦିଆଯାଇଥିଲା, ସେହିପରି ବୈଶ୍ୟ ବର୍ଗ କିମ୍ବା ବାଣିଜ୍ୟ ବର୍ଗକୁ ଗାଈର ଜୀବନ ରକ୍ଷା କରିବାର ଦାୟିତ୍ୱ ଦିଆଯାଇଥିଲା। କାହିଁକି? ବିଶେଷ ଭାବରେ ଗାଈକୁ ସୁରକ୍ଷା ଦିଆଯାଇଛି କାରଣ କ୍ଷୀର ମାନବ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ଖାଦ୍ୟ। ତେଣୁ ଗୋ ସୁରକ୍ଷା ମାନବ ସମାଜର କର୍ତ୍ତବ୍ୟ। ଏହା ବୈଦିକ ସାହିତ୍ୟର ଧାରଣା। ବର୍ତ୍ତମାନ ପ୍ରଭୁ କୁହନ୍ତି ଯେ କର୍ମଣି ଏବ ଅଧିକାରସ୍ତେ। ଏବେ ତୁମର ଗୁଣବତ୍ତା ଏବଂ ତୁମର ସ୍ଥିତି ଅନୁସାରେ ତୁମକୁ କାମ କରିବାକୁ ପଡ଼ିବ। ତୁମେ କାମ କରିବା ବନ୍ଦ କରିପାରିବ ନାହିଁ, କିନ୍ତୁ ତୁମେ ଫଳ ଭୋଗ କରିବା ଉଚିତ ନୁହେଁ। ତାହା ହେଉଛି ଅନ୍ୟ ଉପାୟରେ ଏହା ଆଧ୍ୟାତ୍ମିକ ସାମ୍ୟବାଦର ଏକ ଧାରଣା। ଆଧ୍ୟାତ୍ମିକ ସାମ୍ୟବାଦ ବର୍ତ୍ତମାନ ଯେପରି କମ୍ୟୁନିଷ୍ଟ ଦେଶରେ କେନ୍ଦ୍ର ହେଉଛି ରାଜ୍ୟ। କେହି ବ୍ୟକ୍ତିଗତ ମାଲିକ ନୁହନ୍ତି, କିନ୍ତୁ ସମସ୍ତେ ରାଜ୍ୟର ସଦସ୍ୟ ଏବଂ ସେ ଯାହା ରୋଜଗାର କରନ୍ତି ତାହା ରାଜ୍ୟକୁ ଯାଏ। ଅର୍ଥାତ୍ ଏପର୍ଯ୍ୟନ୍ତ ମୁଁ ଜାଣିଛି ଏହା ହେଉଛି ସାମ୍ୟବାଦୀ ଧାରଣା। ବର୍ତ୍ତମାନ ଏଠାରେ ଯଦି ମୁଁ ମୋର ଶ୍ରମ କିମ୍ବା ମୋର କାର୍ଯ୍ୟକଳାପର ଫଳାଫଳ ନେବାକୁ ହକଦାର ନୁହଁ, ତେବେ ଏହା କାହାକୁ ଯିବ? କିଏ ଏହାକୁ ଉପଭୋଗ କରିବ? ତେଣୁ ଏହା ହେଉଛି ଆଧ୍ୟାତ୍ମିକ ଜୀବନର ଧାରଣା। ଏହାର ଅର୍ଥ ହେଉଛି ତୁମର ରୋଜଗାର କେନ୍ଦ୍ରୀୟ ବିନ୍ଦୁରେ ବଣ୍ଟନ କରାଯିବା ଉଚିତ। ଏହା କେନ୍ଦ୍ରୀୟ ବିନ୍ଦୁ ମାଧ୍ୟମରେ ହେବା ଉଚିତ। ତେଣୁ କେନ୍ଦ୍ରୀୟ ବିନ୍ଦୁ ହେଉଛି ଈଶ୍ୱର। କୌଣସି ସୀମିତ ଜିନିଷକୁ କେନ୍ଦ୍ରୀୟ ବିନ୍ଦୁ କରିବା ପରିବର୍ତ୍ତେ ଯଦି ତୁମେ କେନ୍ଦ୍ରୀୟ ବିନ୍ଦୁକୁ ଈଶ୍ୱର କର,
And ଏବଂ ଯଦି if ତୁମେ you ତାଙ୍କ work on his ପକ୍ଷରୁ କାମ behalf, କର ଏବଂ and ଯଦି if ତୁମେ you think ଭାବ ଯେ that it should ଏହା be ପରମ think that it ଭଗବାନଙ୍କ should ଦ୍ୱାରା be ଉପଭୋଗ enjoyed by the କରାଯିବା Supreme ଉଚିତ, Lord, ତେବେ ତୁମର then ଆଧ୍ୟାତ୍ମିକ your ଜୀବନ ସ୍ଥିର spiritual life ହୋଇଯାଏ। is ତେବେ fixed. ତୁମର ଆଧ୍ୟାତ୍ମିକ ଜୀବନ ସ୍ଥିର Then ହୋଇଯିବ, your spiritual କାରଣ life is fixed. ତୁମେ ଉତ୍ପାଦନ କରିବାକୁ Because ନିରୁତ୍ସାହିତ ହେଉନାହଁ। you are not କିନ୍ତୁ ତୁମର discouraged କାର୍ଯ୍ୟର to ଉତ୍ପାଦନ କିମ୍ବା produce, ସମଗ୍ର but the ଫଳାଫଳ production ଫଳଦାୟକ or the ଫଳାଫଳ entire ତାହା result ପାଖକୁ ଯିବା ଉଚିତ। of your ଏବଂ work, ସେ the କିଏ? fruitive ଯଦି result ତୁମେ should enjoy, ଯଦି ତୁମେ then who ଉପଭୋଗ is going to କରିବାକୁ enjoy? ଯାଉନାହଁ, That ତେବେ means କିଏ ଉପଭୋଗ this should କରିବ? be enjoyed ଏହାର ଅର୍ଥ by ହେଉଛି everyone ଏହା ଭଗବାନଙ୍କ through the କେନ୍ଦ୍ରୀୟ central ବିନ୍ଦୁ point ମାଧ୍ୟମରେ of ସମସ୍ତଙ୍କୁ God. ଉପଭୋଗ Just କରିବା like ଉଚିତ। the ଯେପରି state ରାଜ୍ୟ ତୁମଠାରୁ realizes କର taxes ହାସଲ from କରେ, you, ସେ that କର taxes ବଣ୍ଟନ is କରାଯାଏ। distributed. କର Taxes, ସାରା tax ରାଜ୍ୟରେ is distributed କର throughout ବଣ୍ଟନ the କରାଯାଏ। state. ତେଣୁ ଯେପରି So, ତୁମେ ରାଜ୍ୟକୁ as କର you ଜମା କର deposit tax to ଏବଂ the ଏହା state ସମଗ୍ର and it is ରାଜ୍ୟରେ distributed ବଣ୍ଟନ throughout କରାଯାଏ, the ସେହିପରି whole state. ଯଦି ତୁମର Similarly, ଫଳଦାୟକ ଫଳାଫଳ if ପରମ ଭଗବାନଙ୍କୁ your ପ୍ରଦାନ କରାଯାଏ, fruitive ତେବେ result ତୁମର ଫଳଦାୟକ is ଫଳାଫଳ offered to the ସମସ୍ତଙ୍କୁ Supreme ବଣ୍ଟନ Lord, କରାଯାଏ। then କେନ୍ଦ୍ରୀୟ ବିନ୍ଦୁ your ତାହା ହେଉଛି fruitive result is ଆଧ୍ୟାତ୍ମିକ distributed to ଅବସ୍ଥା। everyone. Now, how to do it? ଏହା କିପରି If you କରିବେ? say ଯଦି ତୁମେ କହୁଛ ଯେ that ଭଗବାନ where is କେଉଁଠି God? ମୋର ଫଳାଫଳ Where is କାହାକୁ God ପ୍ରଦାନ କରିବି? whom to offer my ସେହି fruitive ବିନ୍ଦୁଟି result? ଭକ୍ତି ସେବା ଦ୍ୱାରା ଉତ୍ତର ଦିଆଯାଏ। ଭକ୍ତି ସେବା। ଏବେ ଯଦି That ତୁମେ ପ୍ରଭୁଙ୍କ point ସେବା ପାଇଁ is, ତୁମର ଟଙ୍କା ନିୟୋଜିତ କର, answered ତେବେ ଏହାର ଅର୍ଥ by ହେଉଛି the ତୁମେ ପ୍ରଭୁଙ୍କ ସେବା devotional ପାଇଁ service. ପ୍ରଭୁଙ୍କୁ ଅର୍ପଣ କରୁଛ। Devotional service. ଏବେ What ସେବା is the କଣ? service of the Lord? ପ୍ରଭୁଙ୍କ ସେବା କଣ? The service of the ପ୍ରଭୁଙ୍କ Lord. ସେବା। Now, so far, Bhagavad ବର୍ତ୍ତମାନ Gita is ଏପର୍ଯ୍ୟନ୍ତ concerned. ଭଗବଦ୍ ଗୀତାର କଥା The ପ୍ରଭୁ Lord କୁହନ୍ତି ଯେ that यदा 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 हि यदा हि धर्मस्य धर्मस्य ग्लानिर्भवति ग्लानिर्भवति भारत भारत अभ्युत्थानमधर्मस्य तदात्मानं सृजाम्यहम्। अभ्युत्थानम् अधर्मस्य ଯେତେବେଳେ तदात्मानं ଧାର୍ମିକତାର ସୃଜାମ୍ୟହମ୍। ମାନକ ପ୍ରକ୍ରିୟାରେ କୌଣସି ତ୍ରୁଟି Whenever ଥାଏ, this, ସେହି ସମୟରେ at ମୁଁ that ମୋର time, ଅବତାର I ନେଇଥାଏ take my ଏବଂ ମୁଁ ଏହି incarnation ପୃଥିବୀରେ and I ଆସେ। come on ତେଣୁ this ଏହା earth. ଏକ ସତ୍ୟ। So this is a fact. ସମଗ୍ର ଭୌତିକ This is the ପ୍ରକୃତି fact. ପରମ The ଭଗବାନଙ୍କ whole material ତତ୍ତ୍ୱାବଧାନରେ nature କାର୍ଯ୍ୟ କରୁଛି। She is working ଏବେ under ଯେତେବେଳେ the କୌଣସି superintendence ଅସଙ୍ଗତି ଥାଏ, of the କେବଳ Supreme Lord. ସଂଶୋଧନ କରିବା Now, ପାଇଁ when punishment is କେତେବେଳେ given, ଦଣ୍ଡ or ଦିଆଯାଏ sometimes କିମ୍ବା କେତେବେଳେ the Lord ପ୍ରଭୁ comes ନିଜେ himself, ଆସନ୍ତି or କିମ୍ବା କେତେବେଳେ sometimes ସେ he ତାଙ୍କର sends his ପ୍ରତିନିଧିଙ୍କୁ representative, ପଠାନ୍ତି or କିମ୍ବା sometimes କେତେବେଳେ ସେ he କିଛି ଜ୍ଞାନ leaves ପୁସ୍ତକ some ଛାଡ଼ି books of ଦିଅନ୍ତି। knowledge. ଏହିପରି In ଭାବରେ this way, ଈଶ୍ୱରଙ୍କ the ପକ୍ଷରୁ whole ସମଗ୍ର process ପ୍ରକ୍ରିୟା from ହେଉଛି God's side ନିଜକୁ ସର୍ବଦା is ସଠିକ ପଥରେ to ରଖିବା। put. ଏହା ହିଁ ପ୍ରକ୍ରିୟା ଚାଲିଛି। That is the ଏବେ process going ଠିକ୍ on. ଆପଣଙ୍କ Uh, ଖ୍ରୀଷ୍ଟିଆନ ଧର୍ମ Now, ପରି just like ପ୍ରଭୁ in your ଯୀଶୁ Christian religion, ସେ ନିଜକୁ Lord ଦାବି Jesus କରିଥିଲେ ଯେ Christ, ସେ he ଈଶ୍ୱରଙ୍କ claimed ପୁତ୍ର ଭାବରେ himself that ଈଶ୍ୱରଙ୍କ he is coming ପାଖରୁ from ଆସି God, a ଈଶ୍ୱରଙ୍କ son of God, ସ୍ୱର୍ଗକୁ to ଫେରିବା reclaim it, ଘରକୁ to ଫେରିବାକୁ to ଆସୁଛନ୍ତି। back to Godhead, ଏହା back ହିଁ to ତାଙ୍କ ଉଦ୍ଦେଶ୍ୟ। home. Every ପ୍ରତ୍ୟେକ ସଂସ୍କାରକ ମାନେ କିମ୍ବା reformer ପ୍ରତ୍ୟେକ ମହାନ or ଧାର୍ମିକ ନେତା every କିମ୍ବା great ସ୍ୱୟଂ ଈଶ୍ୱର religious ସେହି leader ବଦ୍ଧ or ଆତ୍ମାକୁ God ଭଗବାନଙ୍କ himself, ପାଖକୁ he ଭଗବାନଙ୍କ comes on ରାଜ୍ୟରେ this ଫେରାଇ earth ଆଣିବା to ପାଇଁ ଏହି reclaim ପୃଥିବୀରେ this ଆସନ୍ତି। conditioned ଏହା soul ହିଁ to ଅବତାରର back to Godhead, ସମ୍ପୂର୍ଣ୍ଣ back to the ଧାରଣା। kingdom of God. ବର୍ତ୍ତମାନ ମୁହୂର୍ତ୍ତରେ That is the ବର୍ତ୍ତମାନ whole ମୁହୂର୍ତ୍ତରେ idea ନୁହଁ, of ପ୍ରାୟତଃ ସର୍ବଦା practically ଲୋକମାନେ ଭୌତିକ always, ସମ୍ପର୍କ ଦ୍ୱାରା ସେମାନଙ୍କ the ସମ୍ପର୍କ people ପରମ ଭଗବାନଙ୍କ ସହ material ସେମାନଙ୍କ ସମ୍ପର୍କ contact, ସେମାନଙ୍କ they ସାମ୍ବିଧାନିକ forget ସ୍ଥିତି their ଭୁଲି relation. ଯାଆନ୍ତି। their ବର୍ତ୍ତମାନ relationship ଏହା with the Supreme ଆମେ Lord. ଯାହା ଅର୍ଜନ କରୁ Their ଯଦି ସମ୍ପୂର୍ଣ୍ଣ constitutional ନୁହେଁ, position. କିନ୍ତୁ Whole ଯଦି thing, ଆମର but at ଆୟର least, କିଛି if ଅଂଶ at least ଆମେ some ଈଶ୍ୱର portion of ଚେତନାର our ଶିକ୍ଷା income ପ୍ରଚାର ପାଇଁ we ପ୍ରଭୁଙ୍କ ସେବାରେ engage ନିୟୋଜିତ in the କରୁ, service of the ତାହା Lord ହେଉଛି for ଆମର propagating ଫଳପ୍ରଦ the କାର୍ଯ୍ୟକଳାପ। teaching of God ଆମର consciousness. ଫଳପ୍ରଦ That is କାର୍ଯ୍ୟକଳାପର ପରିଣାମ engaging our ପ୍ରଭୁଙ୍କ ସେବାରେ fruitive ନିୟୋଜିତ activities, କରିବା। the result of our ଏବଂ fruitive ଅନ୍ୟ ଏକ activities. କଥା, ଯଦି ଆମେ If ଆମର we want ଆଧ୍ୟାତ୍ମିକ to ଜୀବନକୁ ପରିଚାଳନା କରିବାକୁ prosecute ଚାହୁଁ, ତେବେ our କିଛି spiritual ସୂତ୍ର life, ଅଛି। then କିଛି ସୂତ୍ରର there are ଅର୍ଥ certain ହେଉଛି formulas. ଆମେ ଯାହା ଆବଶ୍ୟକ ତାହାଠାରୁ Certain ଅଧିକ formulas ନେବା mean ଉଚିତ ନୁହଁ। that ଆମେ ଯାହା ଆବଶ୍ୟକ we ତାହାଠାରୁ should ଅଧିକ ନେବା not ଉଚିତ ନୁହଁ। take ଆମେ more ତାହା than ମଧ୍ୟ what we ଅବହେଳା need. କରିବା ଉଚିତ ନୁହଁ, ଯାହା ଆମକୁ We ପ୍ରକୃତରେ should ଆବଶ୍ୟକ। not take, କିନ୍ତୁ but at ସେହି the same ସମୟରେ time, ଆମେ we ଯାହା should ଆବଶ୍ୟକ not ତାହାଠୁ accumulate ଅଧିକ ସଂଗ୍ରହ more କରିବା than ଉଚିତ what we ନୁହଁ। need. There are ଛଅଟି 6 ସୂତ୍ର ଅଛି। formulas. ଆଧ୍ୟାତ୍ମିକ There are 6 ଜୀବନ ପାଇଁ formulas ଛଅଟି ସୂତ୍ର for ଅଛି, spiritual life. ଅନୁକୂଳ ଏବଂ ପ୍ରତିକୂଳ। In ଛଅଟି favor ସୂତ୍ର ଅଛି ଯାହା and ଯଦି ଆମେ ସେଇ in ଛଅଟି disfavor. ସୂତ୍ରକୁ ଅନୁସରଣ କରୁ, There are 6 ତେବେ ଆମର then ଆଧ୍ୟାତ୍ମିକ our ଜୀବନ ଧୀରେ ଧୀରେ spiritual ବିକଶିତ life ହେବ। will be developed ଏବଂ gradually. ଛଅଟି ସୂତ୍ର ଅଛି And there are 6 ଯାହା ଆମେ formulas ଅନୁସରଣ କରୁ, which we ତେବେ ଆମର ଆଧ୍ୟାତ୍ମିକ ଜୀବନ follow. Then our ଅବନତ ହେବ। spiritual life will be ତେଣୁ degraded. ଉଭୟ ଉପାୟରେ So both ଛଅଟି ways there are ସୂତ୍ର 6 ଅଛି। formulas.
ମୁଁ ସେଇ ଛଅଟି I ସୂତ୍ର can present the ଉପସ୍ଥାପନା 6 କରିପାରେ। formulas. ସର୍ବପ୍ରଥମେ ଅନୁକୂଳ ଛଅଟି First of ସୂତ୍ର all, ହେଉଛି the ଯେ favorable 6 formulas उत्साहान are धैर्यात् निश्चयात् uh, तत्तत् कर्म प्रवर्तनात् सतोवृत्ति उत्साहात् साधु धैर्यात् संगे सद्भिः निश्चयात् भक्ति प्रसिद्ध्यति। तत्तत् कर्म उत्साहात् प्रवर्तनात् उत्साहात अर्थात means तुमे you बहुत must be उत्साही very हेबा much उचित जे enthusiastic. एही जीवनरे That in एही this मानव life, जीवनरे in मो this मोर human आध्यात्मिक form of चेतना life, किंबा I ईश्वर must चेतना को complete पूर्ण my करबाको पड़िबो spiritual जहा द्वारा consciousness परवर्ती or जीवन God मोर consciousness एही so that भौतिक in the शरीर next न life थाए I may not एहाको have उत्साहत this कुहा जाय। material body. उत्साहत अर्थ Just like a man बहुत is उत्साही very much जणे enthusiastic व्यक्ति that बहुत in this उत्साही life होय जे I एही must जीवन रे accumulate बैंक 10 million $10 in the जमा bank. करबाको And he पड़िबो does what? With एवं से great बहुत enthusiasm. उत्साहर सहित काम करे। Similarly, we सेहिपरि must have आमर also मध्य similar समान उत्साह enthusiasm रहिबा उचित जे that एही in जीवन this very, एही very मानव human जीवन form of मो life, आध्यात्मिक I जीवन must सिद्ध make my करबाको spiritual life पड़िबो perfect जहा द्वारा so that मो एही after शरीर leaving छाड़िबा this पर body, पुणी I एही may not भौतिक come जगत को again न to this आसीबी material world. ताहाकू That is called उत्साह. उत्साह कुहा जाय। Enthusiasm. उत्साह उत्साह, धैर्य धैर्य means धैर्य patience. आमर आध्यात्मिक Yes. जीवन को परिचालना There may be so करिबारे many अनेक obstacles बाधा थाई in पारे prosecuting किंतु our आमे spiritual धैर्यर life. सहित But we आगको should बढ़िबा उचित। patiently आमे निरपेक्ष हेबु नाही। go forward. उत्साह धैर्य With this निश्चय heart. एवं उत्साह, आत्मविश्वास सहित धैर्य, निश्चय आत्मविश्वास सहित and जे with confidence. कारण मु अनुसरण करूछि confidence. जेपरि भगवद गीता. भगवद गीता It is एक standard. मानक पुस्तक It's not जदि Bhagavad भगवद Gita, गीता take नह Bible. तेबे Or take बाइबल Quran, whatever किंबा you like. कुरान नियंतु Now there are जहाँ some तुमको formulas पसंद for वर्तमान prosecuting spiritual आध्यात्मिक life. जीवन को परिचालना करिबा One पई must किछि have सूत्र अछि confidence तेणु जने that विश्वास because I रखिबा am उचित जे following कारण the मु standard मानक method, पद्धति अनुसरण so करूछि तेणु my मोर आध्यात्मिक spiritual जीवन life प्रकृत will really be सिद्ध हेबो। perfected. We must तेणु have this confidence. आमर एही आत्मविश्वास And that रहिबा is the उचित एवं ଏହା ଏକ उत्साह plus सत्य enthusiasm. उत्साह uh, प्रथम second, उत्साह patience. द्वितीय Then धैर्य third, एवं तृतीय with आत्मविश्वास confidence, सहित निश्चयात् धैर्य, धैर्य, उत्साह, धैर्य, निश्चय, उत्साह, धैर्य, तत् कर्म निश्चय, प्रवर्तना. तत्तत् कर्म प्रवर्तना Simply, केवल if उत्साह we काम want करिब to नाही the सेठारे जो formulas सूत्र गुड़िक which are निर्दिष्ट करा prescribed जायछि there, ताहा we हमें must अनुसरण follow. करिबा उचित We आमको must, प्रकृत रे actually आम जीवन रे apply प्रयोग in our करिबा life. पड़िबो उत्साह, उत्साह धैर्य, धैर्य निश्चयात् निश्चय, तत्तत् कर्म तत्तत् प्रवर्तनात् प्रवर्तना, सतोवृत्ति सतोवृत्ति. एवं आमे And we must आम be वृत्ति our वृत्ति, माने our आम profession, वृत्ति our occupation अत्यंत must be पवित्र very हेबा pure. आवश्यक Must be very pure. अपवित्र कार्यकलाप Impure मते activities आध्यात्मिक cannot मुक्ति lead आड़कू me नहीं पारिब to नाही spiritual भगवत emancipation. गीता रे मिलिजिव जे ईश्वरଙ୍କ We find in विषय Bhagavad वर्णना Gita करा जायछि that परम uh, ब्रह्म the परम God धाम is described, पवित्रम Param परमम Brahma, भवान Param, the purest. पवित्रम रो अर्थ God हेउछि is the सर्वोत्तम purest. So ईश्वर unless हेउछि we are सर्वोत्तम purest, we तेणु cannot. जदि आमे do. सर्वोत्तम पवित्र न हो Therefore, तेबे it आमे is ईश्वर को stated निकट that को जाई पारिबु नाही तेणु our ଏହା हेउछि जे occupation, our वृत्ति should सतोवृत्ति be आमर very वृत्ति clear. अत्यंत स्पष्ट धार्मिक Fire. हेबा उचित uh, सतोवृत्ति एवं सतोवृत्ति साधु and संग साधु संग. शेष कथा बहुत That's why it's गुरुत्वपूर्ण very important. जदि आमे समान All these things समान can be व्यक्ति सहित आमर executed संग if we स्थापन करू make our तेबे ई समस्त association जिनिस with कार्यकारी similar होई परिबो जो माने आध्यात्मिक Similar पूर्णता हासिल करिबार those पथरे who are अछंती on आमे the एपरि path संग of सहित realizing आमर संग spiritual स्थापन करिबा perfection. उचित We आमको share एपरि with समाज such सहित society जड़ित हेबा so उचित that जहाँ we द्वारा can आमे make आमर our this is यहाँ just like we are जेपरि आमे holding एही श्रेणी these गुडी classes. धारणा करूछु This is called एहाको कुहा satsang. जाय We are not सत्संग discussing आमे politics. राजनीति We are not विषय discussing, आलोचना करूनाहु आमे something, इंद्रिय उपभोग पाई किछि आलोचना करूनाहु आमे भगवत We are गीतार discussing आत्मार from गठन Bhagavad विषय Gita ईश्वर about the कोण constitution ईश्वर of को the सहित आम soul, संपर्क कोण about विषय the- आलोचना what is करूछु God, what is एहाकु our relation with सतोवृत्ति God. कुहा जाय This is called सत्संग। सतोवृत्ति, सत्संग. सत्संग अर्थ सत्संग हेउछि means भल व्यक्तिଙ୍କ association सहित with good संपर्क person, जोमाने with not तांको same जीवनर person, एक निर्दिष्ट at अंश least engage, आध्यात्मिक अनुभव पाई नियोजित certain portion of his life जदि for शतकड़ा spiritual नुह realization. तेबे अति So कम these रे six नियोजित things are तेणु आध्यात्मिक required जीवन for रे making उन्नति पाई ए छटी progress जिनिस in आवश्यक spiritual life. सेहिपरि Similarly, आहुरी छटी there जिनिस are अछि six जहाँ other हमको things आध्यात्मिक also जीवनरु अवनत which करिब will degrade सेगुड़िक us. कोन Those अत्याहार प्रयासश्च प्रत्याहार प्रजल्प नियमाग्रह लुल्यं प्रयासश्च जनसंगश्च
prajalpa, सद्भिर्भक्तिर् प्रणश्यति nyomagraha, प्रणश्यति lulam, अर्थात janasangascha, ଏହା ହଜିଯାଇଛି। bhakti, ଦ୍ୱିତୀୟ ଛଅଟି ନୀତି ଦ୍ୱାରା ଆଧ୍ୟାତ୍ମିକ ପଥ ହଜିଯାଇଛି ଏବଂ ଏଗୁଡ଼ିକ କ'ଣ? ବର୍ତ୍ତମାନ ଅତ୍ୟାହାର ଅର୍ଥାତ୍ ଆପଣ ଆବଶ୍ୟକତା ଠାରୁ ଅଧିକ ଖାଇବା କିମ୍ବା ଆବଶ୍ୟକତା ଠାରୁ ଅଧିକ ସଂଗ୍ରହ କରିବା। or to ଆହାର accumulate more than what ଅର୍ଥ you need. ଖାଇବା Ahar ଏବଂ means ଆହାର ଅର୍ଥ eating ହେଉଛି and ahar means ସଂଗ୍ରହ। accumulation. ତେଣୁ ନିଶ୍ଚିତ ଭାବରେ So, ଯେକୌଣସି ଗୃହସ୍ଥ of ତାଙ୍କୁ course, ଜରୁରୀକାଳୀନ any householder, ପରିସ୍ଥିତି ପାଇଁ he ବ୍ୟାଙ୍କରେ କିଛି requires ଜମା some, ଆବଶ୍ୟକ। and of ତାହା course, ଅବଶ୍ୟ ଗୃହସ୍ଥଙ୍କ allow ପାଇଁ for a ଅନୁମତି householder. ପ୍ରାପ୍ତ। But କିନ୍ତୁ କେବଳ just ଆମ for ପାଇଁ us, ଆମେ we ସନ୍ନ୍ୟାସୀ are sannyasi. ଆମେ We ପରିତ୍ୟକ୍ତ are renounced ଆମକୁ order. କୌଣସି We ଟଙ୍କା haven't ସଂଗ୍ରହ got କରିବାକୁ ପଡ଼ିବ to ନାହିଁ। accumulate any ତୁମେ money. ଦେଖିଲ You see, that is the ଏହା system of ହେଉଛି ଭାରତୀୟ Indian, ଦର୍ଶନର and ବ୍ୟବସ୍ଥା। philosophy. କିନ୍ତୁ ଯେଉଁମାନେ ଗୃହସ୍ଥ those who are- ପରିବାର they ପୁରୁଷ may have some ସେମାନଙ୍କ deposit ପାଖରେ for ଜରୁରୀକାଳୀନ emergency. ପରିସ୍ଥିତି ପାଇଁ କିଛି ଜମା Otherwise, ଥାଇପାରେ। those who are renounced ଯେଉଁମାନେ order, those who ପରିତ୍ୟକ୍ତ are brahmachari, ଯେଉଁମାନେ for ବ୍ରହ୍ମଚାରୀ them to keep ସେମାନଙ୍କ money ପାଇଁ ତାଙ୍କ ପ୍ରତିପାଳନ ପାଇଁ separately for କିମ୍ବା its ବ୍ୟାଙ୍କ maintenance ବାଲାନ୍ସ or ସଂଗ୍ରହ for, ପାଇଁ ପୃଥକ ଭାବରେ accumulating ଟଙ୍କା bank ରଖିବା balance ଅନୁମୋଦିତ is ନୁହଁ। not allowed. ଅତ୍ୟାହାର Similarly, ସେହିପରି ahar, ଆହାର eating, ଖାଇବା you have to ଆପଣଙ୍କୁ eat କେବଳ ସେହି only ଜିନିଷ things ଖାଇବାକୁ ପଡ଼ିବ which can maintain ଯାହା your ଆପଣଙ୍କ body properly. ଶରୀରକୁ ସଠିକ ଭାବରେ ବଜାୟ ରଖିପାରିବ। Now, they say for ଏବେ human କୁହନ୍ତୁ being, ମଣିଷ for ପାଇଁ human କୁହନ୍ତୁ being, ମଣିଷ they ଖାଇବା eating ଜିନିଷ things ହେଉଛି that ଶସ୍ୟ grains, ପନିପରିବା vegetables, ଫଳ fruit, କ୍ଷୀର ଏବଂ meat, ଅନେକ ଜିନିଷ ଯାହା and so ଭଗବାନ many ମଣିଷ things ଖାଇବା which are ପାଇଁ given ଦେଇଛନ୍ତି। by eating. ତେଣୁ We should be satisfied ଆମେ ସେହି ଜିନିଷ with ଗୁଡ଼ିକରେ those ସନ୍ତୁଷ୍ଟ things ହେବା which ଉଚିତ are meant ଯାହା for ମାନବତା humanity. ପାଇଁ ଉଦ୍ଦିଷ୍ଟ। We should not, ଆମେ କେବଳ simply ଜୀଭର ଆନନ୍ଦ for ପାଇଁ the pleasure ଆମକୁ of the କିଛି tongue, ଖାଇବା ଉଚିତ we ନୁହଁ। should not eat anything. ତାହାକୁ That is ଅତ୍ୟାହାର called କୁହାଯାଏ। ଅତ୍ୟାହାର। ତେଣୁ ଅତ୍ୟାହାର ଅତ୍ୟାହାର ତାପରେ and then ପ୍ରୟାସ ପ୍ରୟାସ। ଅର୍ଥାତ୍ ପ୍ରୟାସ means କୌଣସି ଜିନିଷ ହାସଲ to କରିବା ପାଇଁ labor very ବହୁତ hard କଠିନ to ପରିଶ୍ରମ achieve କରିବା। it. ଜୀବନ ଏପରି ଭାବରେ Life ପରିଚାଳିତ should ହେବା be ଉଚିତ ଯେ conducted ଆମର in such a ଜୀବନର way ଆବଶ୍ୟକତା ବହୁତ that ପ୍ରୟାସ our ସହିତ necessities ଆସିପାରିବ of ନାହିଁ। life may come ସହଜରେ not ସହଜରେ with great effort. ଆମେ ନିଜକୁ easy. ଆମର ଜୀବନଯାପନ We ନୀତିକୁ should ଏକ not ଭାରି encumber ଉପାୟରେ ourselves, ଭାରାକ୍ରାନ୍ତ our କରିବା life, ଉଚିତ living ନୁହଁ। policy. Then our ତାହେଲେ spiritual ଆମର progress will be ଆଧ୍ୟାତ୍ମିକ hampered. ପ୍ରଗତି ବାଧାପ୍ରାପ୍ତ The ହେବ। modern society ଆଧୁନିକ has ସମାଜ practically ସମଗ୍ର ମାନବ encumbered କାର୍ଯ୍ୟକଳାପକୁ the whole ବ୍ୟବହାରିକ human ଭାବରେ activity, ଭାରାକ୍ରାନ୍ତ and therefore କରିଛି। they have no time for spiritual ତେଣୁ concepts. ସେମାନଙ୍କ ପାଖରେ ଆଧ୍ୟାତ୍ମିକ ସଂସ୍କୃତି But ପାଇଁ the ସମୟ ନାହିଁ। conception of କିନ୍ତୁ Vedic ବୈଦିକ civilization ସଭ୍ୟତାର ଧାରଣା was ଥିଲା ଯେ that people used ଲୋକମାନେ କୃଷି to ଉତ୍ପାଦନରେ be ଏବଂ satisfied ବର୍ଷା on ଋତୁରେ 3 agricultural ମାସ କାମ produce. କରି ସନ୍ତୁଷ୍ଟ And ରହୁଥିଲେ। for 3 months ତେଣୁ working ସେମାନେ କିଛି during rainy କୃଷି season. ଉତ୍ପାଦନ So they ପାଉଥିଲେ get some ଏବଂ agricultural ସେମାନେ produce ସାରା and they ବର୍ଷ used to eat the ଖାଇ whole year. ଆସୁଥିଲେ। So, ତେଣୁ 9 ମାସ ସେମାନେ ଆଧ୍ୟାତ୍ମିକ 9 months ସଂସ୍କୃତିରେ they are ଆଗକୁ free ବଢ଼ିବା ପାଇଁ ମୁକ୍ତ to ଥିଲେ advance ଏବଂ in କେବଳ 3 spiritual ମାସ culture. ସେମାନେ And ସେମାନଙ୍କର only 3 ଖାଦ୍ୟ months they ସଂଗ୍ରହ used ପାଇଁ to କାମ work for କରୁଥିଲେ। accommodating ତେଣୁ that. ଅତ୍ୟାହାର ପ୍ରୟାଶ୍ଚ ପ୍ରଜଳ୍ପ ନିୟମାଗ୍ରହ So, ଅତ୍ୟାହାର ପ୍ରଜଳ୍ପ ପ୍ରୟାସଶ୍ଚ ଅର୍ଥାତ୍ ପ୍ରଜଳ୍ପ। ଅର୍ଥହୀନ କଥାବାର୍ତ୍ତା। ପ୍ରଜଳ୍ପ ଆମେ ଏକାଠି ହୋଇ କିଛି ନ we କହି assemble କଥାବାର୍ତ୍ତା କରୁ and go on ନା ଏହି talking ଜୀବନ ପାଇଁ for ନା ସେହି nothing. ଜୀବନ ପାଇଁ Neither ଆମକୁ for this କଥାବାର୍ତ୍ତା life, କରିବା neither for ଉଚିତ that ନୁହଁ। life. ଧର We ଯଦି should ଆମେ not talk. ଭୌତିକ ଭାବରେ Suppose କିଛି if we are ପାଉଛୁ gaining ତେବେ ଆମେ something କଥାବାର୍ତ୍ତା କରି materially, we may ଚାଲିପାରିବୁ। go on talking. କିନ୍ତୁ Or ଯଦି if we are ତୁମେ gaining ଆଧ୍ୟାତ୍ମିକ something, go ଭାବରେ on କିଛି talking. ପାଉଛ Or if we are ତେବେ ଆମେ gaining some କଥାବାର୍ତ୍ତା spiritually, କରିପାରୁ। we may talk. କିନ୍ତୁ But ଯଦି if କୌଣସି there is ଲାଭ no ନାହିଁ gain, କେବଳ simply ସମୟ ନଷ୍ଟ wasting କରୁ time, ତାହା that should କରାଯିବା not. ଉଚିତ ନୁହଁ। ଅତ୍ୟାହାର ପ୍ରୟାଶ୍ଚ ପ୍ରଜଳ୍ପ ନିୟମାଗ୍ରହ 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 means ଅର୍ଥ simply to କେବଳ stick up to the ରୀତିନୀତି righteous. ପାଳନ କରିବା। ଯେପରି Just ଲୋକମାନେ ପ୍ରତ୍ୟେକ ଧର୍ମରେ people କିଛି ରୀତିନୀତି ଅଛି and every religion, ଯାହା ଆମ in ହିନ୍ଦୁ our ଧର୍ମରେ Hindu ଲୋକମାନଙ୍କୁ religion, କିଛି the ଉତ୍ସବ people ପାଳନ are କରିବାକୁ advised ପରାମର୍ଶ to ଦିଆଯାଇଛି। observe some ପ୍ରତ୍ୟେକ ceremonies. ଧର୍ମରେ In every religion, ସମାନ the ବ୍ୟବସ୍ଥା same ଅଛି। system is there. ସେମାନେ ମନ୍ଦିର They go ଯାଆନ୍ତି, to temple, ଚର୍ଚ୍ଚ you go to ଯାଆନ୍ତି, church, and ମହମ୍ମଦମାନେ the ମସଜିଦ Muslims, they go ଯାଆନ୍ତି to mosque. ଏବଂ ସେହିପରି Similarly, there ବିଭିନ୍ନ are different ବ୍ୟବସ୍ଥା ଅଛି। systems. କିନ୍ତୁ But ଯଦି କେହି କେବଳ ମୁଁ one ମୋ is ଜୀବନରେ simply sticking କେତେ up to ଉନ୍ନତି the କରୁଛି system ନ ଦେଖି without seeing ବ୍ୟବସ୍ଥା how ପାଳନ much କରୁଛି progress I am ତେବେ making ତାହା in my life. ସମୟର ଅପଚୟ। Then that is ଏହାକୁ waste of time. ନିୟମାଗ୍ରହ କୁହାଯାଏ। କେବଳ That is called ନିୟମ ନିୟମାଗ୍ରହ, ପାଳନ simply କରିବା observing the ଏବଂ rules. ନିୟମାଗ୍ରହ ଅର୍ଥ ହେଉଛି ଆପଣ ନିୟମାଗ୍ରହ also ନିୟମଗୁଡ଼ିକୁ means ମଧ୍ୟ that you ଅବହେଳା should କରିବା not ଉଚିତ neglect ନୁହେଁ। also the rules. ଆପଣ You ନିୟମ should ଏବଂ not ନିୟମକୁ neglect the ଅବହେଳା rules କରିବା and ଉଚିତ ନୁହଁ। regulations. At ସେହି the ସମୟରେ same time, ଆପଣ you ନିୟମ should ଏବଂ not ନିୟମକୁ stick up ପାଳନ to the କରିବା rules ଉଚିତ and ନୁହଁ। regulations. ତେଣୁ ଅତ୍ୟାହାର ଅତ୍ୟାହାର ପ୍ରୟାଶ୍ଚ ପ୍ରୟାସଶ୍ଚ ପ୍ରଜଳ୍ପ ପ୍ରଜଳ୍ପ ନିୟମାଗ୍ରହ ନିୟମାଗ୍ରହ ଲୋଲ୍ୟମ୍ 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 Lowlam means ଅର୍ଥାତ୍ to be, ଲୋଭୀ ହେବା। to ଆପଣ ଲୋଭୀ ହେବା ଉଚିତ ନୁହଁ ଯେ be greedy. ମୁଁ ଏତେ ଚାହୁଁଛି I ମୁଁ want ଏତେ so ଚାହୁଁଛି much. ମୁଁ ଏତେ ଚାହୁଁଛି I ନା want so much. No, ସେପରି not ନୁହଁ। like that.
अत्याहार प्रयाश्च प्रजल्प नियमाग्रह लौल्यम एवं जनसंगश्च जनसंगश्च अर्थात जो व्यक्ति माने आध्यात्मिक विषय प्रति आग्रही नुहंती आमे सेमानक सहित संपर्क रखिबा उचित नुह ଏହା ହେବା ଉଚିତ ଏହି ଛଅଟି ଜିନିଷ ଯାହା ଆଧ୍ୟାତ୍ମିକ ଜୀବନର ପ୍ରଗତିକୁ ପଛକୁ ଠେଲିଦିଏ ଏବଂ ଅନ୍ୟ ଛଅଟି ଜିନିଷ ଯାହା ମୁଁ ପୂର୍ବରୁ କେବଳ ମୁହୂର୍ତ୍ତରେ ବର୍ଣ୍ଣନା କରିଥିଲି ସେଗୁଡ଼ିକ ଆମକୁ ଆଧ୍ୟାତ୍ମିକ ପଥକୁ ପ୍ରଗତିଶୀଳ ଜୀବନରେ ସାହାଯ୍ୟ କରିବ ତେଣୁ ଏହି ପ୍ରକାରରେ ସେ କାମକୁ ବନ୍ଦ କରାଯିବା ଉଚିତ ନୁହଁ କାମ ଆମର ସ୍ଥିତି ଅନୁସାରେ ଆମ ଗୁଣ ଅନୁସାରେ କାମ ସମ୍ପାଦିତ ହେବା ଆବଶ୍ୟକ କିନ୍ତୁ ଫଳାଫଳ ଫଳ ଆମେ ଗ୍ରହଣ କରିବା ଉଚିତ ନୁହଁ ଯଦି ଆମେ ଫଳକୁ ଗ୍ରହଣ କରୁ ତେବେ ମୁଁ କାର୍ଯ୍ୟର ପ୍ରତିକ୍ରିୟାକୁ ଦାୟୀ ରହିବା ଉଚିତ ବର୍ତ୍ତମାନ ଏହି ପ୍ରଶ୍ନ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଆଲୋଚନା କରିବାକୁ ଆସିଛନ୍ତି କାରଣ ଅର୍ଜୁନ ଜଣେ ସୈନିକ ଥିଲେ ସେ ପ୍ରଶାସନିକ ଶ୍ରେଣୀର ଥିଲେ ଏବଂ ଏହି ଭଗବତ ଗୀତା ଯୁଦ୍ଧ କ୍ଷେତ୍ରରେ ବର୍ଣ୍ଣିତ ହୋଇଥିଲା ତେଣୁ ସେ ତାଙ୍କର କର୍ତ୍ତବ୍ୟରୁ ସଂକୋଚ କରୁଥିଲେ ମୁଁ ଯୁଦ୍ଧ କରିବି ନାହିଁ କାରଣ ମୋର ଆତ୍ମୀୟମାନଙ୍କୁ ହତ୍ୟା କରି ମୋର ଆଧ୍ୟାତ୍ମିକ ଗୁରୁଙ୍କୁ ହତ୍ୟା କରି ମୋର ଶିକ୍ଷକଙ୍କୁ ହତ୍ୟା କରି ମୋ ପିତାମହଙ୍କୁ ହତ୍ୟା କରି ମୁଁ ପାପୀ ହେବି ଏହା ତାଙ୍କର ନିଷ୍କର୍ଷ ଥିଲା ଏବେ କୃଷ୍ଣ କୁହନ୍ତି ଯେ ଯଦି ତୁମେ ଏପରି ଭାବ ତେବେ ତୁମେ ଉପଭୋଗ କରିବ ମୁଁ କହିବାକୁ ଚାହୁଁଛି ପ୍ରତିକ୍ରିୟାକୁ ଉପଭୋଗ କରିବ ତାହେଲେ ନିଶ୍ଚିତ ଭାବରେ ତୁମେ ଆଧ୍ୟାତ୍ମିକ କ୍ଷେତ୍ରରେ କାମ କରିବ ନାହିଁ ତୁମେ ସେପରି ଗ୍ରହଣ କରିବ ନାହିଁ କାରଣ এই যুদ্ধ ଏକ କର୍ତ୍ତବ୍ୟ ଏବଂ ମୁଁ ଚାହୁଁଛି ଯେ ତୁମେ ଯୁଦ୍ଧ କରିବା ଉଚିତ ଏହା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କୃଷ୍ଣଙ୍କୁ ପରମ ପୁରୁଷୋତ୍ତମ ଭଗବାନ ଭାବରେ ଗ୍ରହଣ କରାଯାଇଛି ତେଣୁ ତୁମେ ଯୁଦ୍ଧ କରିବା ଉଚିତ ତେଣୁ ପରମାତ୍ମାଙ୍କ କାରଣ ପାଇଁ ଯୁଦ୍ଧ କରିବା ତାହା ତୁମକୁ ପ୍ରଭାବିତ କରିବ ନାହିଁ ତାହା ତୁମକୁ ପ୍ରଭାବିତ କରିବ ନାହିଁ ଧନ୍ୟବାଦ।